ଆଜିର ଏହି ବିଶେଷ କାର୍ଯ୍ୟକ୍ରମ ପବିତ୍ର ମାସରେ ଫେବୃଆରୀ ମାସରେ ମାଙ୍କର ଦିବ୍ୟଜନନୀ ମାଙ୍କର ଧରାବତରଣର ମାସରେ ଅନୁଷ୍ଠିତ ହେଉଛି ଗୋଟିଏ ବିଶେଷ କାର୍ଯ୍ୟକ୍ରମ, ବିଶେଷ ପାଠଚକ୍ର। ଏଥିରେ ଉପସ୍ଥିତ ଥିବା ସ୍ଥୂଳ ଭାବରେ ଉପସ୍ଥିତ ଥିବା ପରମ କରୁଣାମୟୀ ମା ଏବଂ ପରମ ପ୍ରଭୁ ଶ୍ରୀ ଅରବିନ୍ଦଙ୍କର ପଦ ଯୁଗଳରେ ଆମ ସମସ୍ତଙ୍କର ବିନମ୍ର ଶ୍ରଦ୍ଧାଞ୍ଜଳି କୃତଜ୍ଞତାର ପ୍ରଣାମ ପ୍ରଥମେ ଅର୍ପଣ କରୁଛି। ଉପସ୍ଥିତ ସମସ୍ତଙ୍କୁ ପାଠଚକ୍ରକୁ ସ୍ୱାଗତ କରୁଛି, ମାତୃ ସନ୍ତାନ ମାନଙ୍କୁ, ମାଙ୍କର ଶ୍ରଦ୍ଧେୟ ସନ୍ତାନ ମାନଙ୍କୁ। ଏବଂ ଆମେ ଜାଣିଛେ ଏଠି ଗୋଟିଏ ବିଶେଷ କାର୍ଯ୍ୟକ୍ରମ ଆମେ ମାଙ୍କ ଜନ୍ମ ମାସରେ କରୁଛେ ସନଲିଟ୍ ପାଥ ଆଇଡିରେ, ଯୋଉଥିରେ ଏଇ ଆଇଡିର ଯେ ପରିଚାଳିକା ଶ୍ରଦ୍ଧା ରତ୍ନପ୍ରଭା ବହୁ କଷ୍ଟ ସ୍ୱୀକାର କରି ତାଙ୍କର ଆସ୍ପିରେସନକୁ, ତାଙ୍କ ଆସ୍ପୃହକୁ ମୁଁ ତ ପ୍ରଣାମ ଜଣାଉଛି ବହୁତ ବେଶୀ ତାଙ୍କର। ଏବଂ ସେ ସେଇ ଭାବରେ ଦୀର୍ଘ ବୋଧ ହୁଏ 4 ବର୍ଷ ହେଲା ଏହି କାର୍ଯ୍ୟକ୍ରମଟି ଜାରି ରଖିଛନ୍ତି, ଯାହା ଆମେ ବହୁ ଲୋକଙ୍କୁ ବିମୁଗ୍ଧ କରୁଛି। ଆନନ୍ଦରେ ପ୍ରଭୁଙ୍କର ମାଙ୍କର କୃପାର ବଳୟ ଭିତରେ, ତାଙ୍କର ସାନ୍ନିଧ୍ୟରେ ଆମେ ପ୍ରତିଦିନ ଘଣ୍ଟାକରୁ ଅଧିକ ସମୟ ଅତିବାହିତ କରୁଛେ। ତ ଆଜିର ଆଲୋଚନାର ବିଷୟବସ୍ତୁ ରତ୍ନପ୍ରଭା କହିସାରିଛନ୍ତି। ସତ୍ୟବାନଙ୍କର ଚରିତ୍ରଟି ବିଷୟରେ ଆମେ ଆଜି ଆଲୋଚନା କରିବା। ପ୍ରଥମରୁ ମାଙ୍କୁ ନିବେଦନ କରୁଛି ଏହି ଭିତରେ, ଅଧ୍ୟୟନ ଭିତରେ ସେ ତାଙ୍କର କରୁଣାର ହାତ ରଖନ୍ତୁ। ବହୁତ ବଡ଼ ସ୍ପର୍ଦ୍ଧାର ବିଷୟ ପ୍ରକୃତରେ ସାବିତ୍ରୀ ଉପରେ କିଛି ଆଲୋଚନା ରଖିବା। ଆଉ ସମସ୍ତଙ୍କ ପାଇଁ ସେଟା ଗୋଟେ ସହଜସାଧ୍ୟ କଥା ତ ନୁହେଁ, ତେବେ ଯଦି ମା ଦେଇଛନ୍ତି ଦାୟିତ୍ୱଟି ଭାବିକିରି କରିବାକୁ ଯାଉଛି। ମାଙ୍କର କରୁଣାକୁ ଆହ୍ୱାନ କରୁଛି। ଆମେ ଜାଣିଛେ ପ୍ରଭୁ ଅଥର୍ସ ନୋଟରେ ସତ୍ୟବାନଙ୍କର ବିଷୟରେ ଯୋଉ ଧାଡ଼ିଟି କହିଛନ୍ତି ସେଟା ହଉଛି, ରତ୍ନପ୍ରଭାତ ବିଶେଷ ବହୁତ କିଛି କହିଲେ ସତ୍ୟବାନଙ୍କର ଚରିତ୍ର ବିଷୟରେ, ତେବେ ପ୍ରଭୁ ଲେଖିଥିବା ଧାଡ଼ିଟି ଏଇଭଳିଆ ଯେ ସତ୍ୟବାନ is the soul carrying the divine truth of being within itself but descended into the grip of death and ignorance। ଏଠିକି ତ ଆମେ ବୁଝିପାରୁଛେ ସହଜରେ ଯେ ସେ ହେଉଛନ୍ତି ସୋଲ, ଯିଏକି ଦିବ୍ୟ ସତ୍ୟକୁ ନିଜ ଭିତରେ ଧାରଣ କରିଛନ୍ତି। ସେ ଏମିତି ଆତ୍ମା ଧାରଣ କରିଛନ୍ତି, କିନ୍ତୁ ସେ ଓହ୍ଲେଇ ଆସିଛନ୍ତି ଏହି ଅଜ୍ଞାନ ଅନ୍ଧକାର ମୃତ୍ୟୁର ଜଗତ ଭିତରକୁ, ତାର ମୁଠା ଭିତରକୁ ସେ ଖସି ଆସିଛନ୍ତି। ଏଇ ଜିନିଷଟିକୁ ଆମେ ସାବିତ୍ରୀରେ ଆଉ ଗୋଟିଏ ଜାଗାରେ ବହୁତ ସୁନ୍ଦର ଭାବରେ ଦେଖୁ। ସେଟା ହଉଛି ବୁକ୍ 11, ବୁକ୍ ଅଫ ଏଭରଲାଷ୍ଟିଂ ଡେ, ଦ ଇଟର୍ନାଲ ଡେ, ଦ ସୋଲ୍ସ ଚଏସ୍ ଆଣ୍ଡ ସୁପ୍ରିମ କଞ୍ଜୁମେସନ, ଯୋଉ ଗୋଟିଏ କ୍ୟାଣ୍ଟୋ ଥାଏ ସେଇଥିରେ 703 ପୃଷ୍ଠରେ କିଛି ଧାଡ଼ି ଆମେ ଦେଖିବା। ପ୍ରଭୁ ଲେଖୁଛନ୍ତି, He is my soul that gropes out of the beast to reach humanity's height of lucent thought and the vicinity of truth sublime. He is the Godhead growing in human lives and in the body of earth beings forms. He is the soul of man climbing to God in nature's surge out of earth's ignorance। এই ଲାଇନ ଗୁଡ଼ିକରେ ଆମକୁ ବହୁତ ଆଶ୍ଚର୍ଯ୍ୟ ଲାଗିବ ଯେ ସତ୍ୟବାନ କେମିତି ଗୋଟେ ବିବର୍ତ୍ତନର ଧାରା ଭିତରେ ଆସୁଛନ୍ତି। ସେଇ ଭଳିଆ କଥାଟି ଏଠି ଆସୁଛି ଯେ ସିଏ ହେଉଛନ୍ତି ଯିଏକି ଆଉଟ ଅଫ ଦି ବିଷ୍ଟ କଥା ଏଠି କେମିତି ଆସିଲା। ଆମେ ଜାଣିଛେ ବିବର୍ତ୍ତନରେ ପ୍ରଥମେ ଜଳରୁ ଜୀବନ, ଜୀବନରୁ ମନ ପରେ ଏସବୁ ଚାଲିଛି ବିବର୍ତ୍ତିତ ହେଇକରି। ତେଣୁ ବିଷ୍ଟରୁ ସେ ଆସିଛନ୍ତି ସେଇ ଅବସ୍ଥାରୁ, ଏବଂ ଏ ହ୍ୟୁମାନିଟିର ହାଇଟକୁ ସେ ଟଚ୍ କରିବେ ଏବଂ
ସେ ଏମିତି ଜଣେ ଗଡହେଡ୍ ଯିଏକି ଏଇ ମଣିଷ ଭିତରେ ବଢୁଛନ୍ତି, ଗ୍ରୋଇଂ ଇନ୍ ହ୍ୟୁମାନ ଲାଇଫ୍ and in the body of earth beings forms, ଏ ଯୋଉ ପୃଥିବୀର ଯୋଉ ସତ୍ତା ତାହାର ଯୋଉ ରୂପ ଭିତରେ, ରୂପ ସକଳ ଭିତରେ ସେ ଗ୍ରୋ କରୁଛନ୍ତି। he is the soul of man climbing to God, ସେ ମଣିଷ ଗଡଙ୍କ ଆଡକୁ ସେ କ୍ଲାଇମ୍ବ କରି କରି ଉଠି ଉଠି ଚାଲିଛନ୍ତି ଏଇ ଆର୍ଥର ଇଗ୍ନୋରାନ୍ସ ଭିତରୁ। ଏଇ କଥାଟିକୁ ଆମେ ମାଙ୍କର ଗୋଟେ କଥାରେ ଦେଖିବା, ଯେ ମା କହୁଛନ୍ତି ବହୁତ ସିମ୍ପଲ ୱାର୍ଡରେ, ଯେ ସତ୍ୟବାନ ଇଜ ଦ ସୋଲ ଅଫ ଆର୍ଥ, ଦ ଆର୍ଥ ଜୀବ। ତେଣୁ ଅତି ସହଜ ଏଇଟା ପୃଥିବୀର ସେ ଆତ୍ମା, ପୃଥିବୀର ସେ ଜୀବ। ଏଇ କଥାଟିକୁ ବୁଝିବାକୁ ଯେ ଯେତେବେଳେ ଏଇ ସବୁକୁ ଆମେ ମିଶେଇ ଦଉଛେ, ଏଇଥିରୁ ଗୋଟେ ଆସୁଛି ଯେ ସତେକି ସତ୍ୟବାନ ହଉଛନ୍ତି ଗୋଟେ ଇଭଲ୍ୟୁସନାରୀ ଅବତାର or the incarnation who surges out of earth's ignorance। ତେଣୁ ପୃଥିବୀର ଅଜ୍ଞତା ଭିତରୁ ବିବର୍ତ୍ତିତ ହେଇକରି ସେ ଗୋଟେ ଅବତାର ଭାବରେ ସତ୍ୟବାନ ଯେମିତି ଆସିଛନ୍ତି। ସେଇ କଥାଟାକୁ ଆମେ ବୁଝିବାକୁ ଗୋଟେ ଛୋଟ ଷ୍ଟୋରି ଭାବରେ ମା ବୁଝେଇଛନ୍ତି ସେଟା ପିଲାମାନଙ୍କୁ, ସେଇଟା ଟିକେ ମୁଁ ଆପଣମାନଙ୍କୁ ସୂଚେଇ ଦେବି। ମା ସେଇ ଷ୍ଟୋରିଟିକୁ ବେଦିକ ଆଉ ଚାଲ୍ଡିଆନ ଟ୍ରାଡିସନରୁ ଆଣିଛନ୍ତି। ସେଥିରେ ସେ କହୁଛନ୍ତି ଯେତେବେଳେ ସୃଷ୍ଟି ହେଇନଥିଲା ପ୍ରଥମ ସମୟରୁ, ସେତେବେଳେ ସୃଷ୍ଟି ହବାକୁ ଯେତେବେଳେ ସେ ପରମ ଇଚ୍ଛା କଲେ, ସେ ତାଙ୍କର ମାନେ ତାଙ୍କର ନିଜ କନସିୟସନେସରୁ ତାଙ୍କର ନିଜ କନସିୟସନେସରୁ ସେ 4ଟି ଏମାନେସନ ପୃଥିବୀକୁ ପଠେଇଥିଲେ ସୃଷ୍ଟି କରିବା ପାଇଁ। ସେଟା ହେଲା ଟ୍ରୁଥ, ଲାଇଟ୍, ଲଭ ଆଉ ଲାଇଫ। ଏଇ 4ଟି ଯୋଉ ଏମାନେସନ ଆସିଥିଲେ, ସେମାନେ ଅନଫର୍ଚୁନେଟଲି ସେ ଯେତେବେଳେ ତଳକୁ 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 ଓହ୍ଲେଇକି ଆସିଲେ, ସେ ତାଙ୍କର ଯେମିତି ସତେକି ଲକ୍ଷ୍ୟ ଭୁଲିଗଲେ ଏବଂ ତାଙ୍କର ଓରିଜିନରୁ ସେମାନେ ସେପାରେଟ ହେଇଗଲେ। ଲକ୍ଷ୍ୟ ଭୁଲି ସେ ବହୁତ ଦୂରକୁ ଚାଲି ଆସିଲେ। ଫଳରେ ହେଲା କଣ, ତାଙ୍କର ଯୋଉ ଉଦ୍ଦେଶ୍ୟ ନେଇକି ଆସିଥିଲେ ସେ ଉଦ୍ଦେଶ୍ୟ ତ ସଫଳ ହେଲାନି। ସେମାନେ ମୂଳ ସତ୍ତାରୁ ବିଚ୍ଛିନ୍ନ ହେବା ଫଳରେ ସେଇ ମୂଳ ସତ୍ତାର ବିପରୀତ ଧର୍ମୀ ସବୁ ହେଇଗଲେ। ଯେମିତିକି ଲାଇଟ୍ ଟା ଡାର୍କନେସ୍ ହେଇଗଲା, ଲାଇଫ ଟା ଡେଥ ହେଇଗଲା, ଏବଂ ଆଉ ଥିଲା ଆମର ଲାଇଟ୍ ସେ ସଫରିଂ ହେଇଗଲା, ଜ୍ଞାନ ଯୋଉଟା ଲାଇଟ୍, ହଁ ସଫରିଂ, ଏବଂ ଲାଇଫ ଟା ଡେଥରେ ପରିଣତ ହେଇଗଲା। ଏଇଟାକୁ ମା କହୁଛନ୍ତି ଏଇଟା ଥିଲା ଫାଷ୍ଟ କ୍ରିଏସନ ବା ଓରିଜିନାଲ କ୍ରିଏସନ। ତାମାନେ ଆମେ ଏଇ ଯୋଉ ସୃଷ୍ଟିରେ ଅଛେ, ଏଇ ସୃଷ୍ଟି ହବାର ପୂର୍ବ ଅବସ୍ଥା ପୂର୍ବରୁ ଏଇ କଥାଟି ହେଇଯାଇଛି। ତାପରେ ଏଇ ଅବସ୍ଥା ଯେତେବେଳେ ହେଇଗଲା, ମା କହୁଛନ୍ତି ପୁଣି ଥରେ କ୍ରିଏସନ, ଏଇଟା ଗୋଟେ ରଙ୍ଗ ଟର୍ନ ନେଲା ବୋଲି ପୁଣି ସେଇ ଓରିଜିନାଲ କନସିୟସନେସ ବା ସୁପ୍ରିମ ମଦର, ସିଏ ସୁପ୍ରିମ ଲର୍ଡଙ୍କୁ ଇନଭୋକ କଲେ, ପ୍ରାର୍ଥନା କଲେ ଯେ ଇଣ୍ଟରଭିନ କରିବା ପାଇଁ, କେମିତି ପୁଣି ଥରେ ହବ, ଏଇଟା ତ ଏମିତି ଅସୁବିଧା ହେଇଗଲା। ତାପରେ ଆଉ ଥରେ ସେ ସୁପ୍ରିମ ମଦର ନିଜେ ଲର୍ଡଙ୍କର କଥା ଅନୁସାରେ ସିଏ ଯୋଉ ସୃଷ୍ଟିଟି କରିବାକୁ ଚାହିଁଲେ, ସେଇଟା ଗୋଟେ ସେ ହାଇରାର୍କିକାଲ ଅର୍ଡରରେ କଲେ। ଏଇ ସୃଷ୍ଟିଟିକି ସେକେଣ୍ଡ କ୍ରିଏସନ ବୋଲି କୁହାଯାଉଛି। ତେଣୁ ଫାଷ୍ଟ କ୍ରିଏସନ ବେଳୁ ସେଇମାନେ ସବୁ ଅଛନ୍ତି ବୋଲି ବୋଧ ହୁଏ ଆମର ପୃଥିବୀରେ ସେଇ ଦୁଃଖ, ଯନ୍ତ୍ରଣା, ମୃତ୍ୟୁ, ଅନ୍ଧକାର ଏସବୁ ଯାଉନି। କାରଣ ସେମାନେ ପ୍ରଥମେ ତାର ଅପୋଜିଟରେ ପରିଣତ ହେଇକରି ପୃଥିବୀ ସୃଷ୍ଟି ହବା ଆଗରୁ, ସୃଷ୍ଟି ହବା ଆଗରୁ ସେମାନେ ସୃଷ୍ଟି ହେଇଯାଇଛନ୍ତି। ତେଣୁ ସେମାନେ ରହିଛନ୍ତି। ତେଣୁ ତାପରେ ଯେତେବେଳେ ସେକେଣ୍ଡ କ୍ରିଏସନ ଭାବରେ ଏଇ ସୃଷ୍ଟି ଆସିଛି, ସେ ତାକୁ କବ୍ଜାରେ ରଖିବା ଗୋଟେ ସ୍ୱାଭାବିକ କଥା ହେଇଯାଇଛି। ତ ଏଇ ଯୋଉ ସେକେଣ୍ଡ ସୃଷ୍ଟିଟି ହେଲା, ଏଇଟାକୁ ମା କହୁଛନ୍ତି ଗୋଟେ ଗ୍ରେଡେଡ କ୍ରିଏସନ। ତା ଅର୍ଥ ଏଥିରେ ପ୍ରଥମେ ସଚିଦାନନ୍ଦ ଯିଏ, ସେ ଆସିକରି ଇନକନସିଏଣ୍ଟରେ ପରିଣତ ହେଇଗଲେ। ଆମେ ଯେମିତି ସାବିତ୍ରୀରେ ଦେଖେ ଗୋଟେ ସୁନ୍ଦର ଲାଇନ, ଯେ ଇନକନସିଏଣ୍ଟ ଇଜ ସୁପର କନସିଏଣ୍ଟ ସ୍ଲିପ। ଏ ଯୋଉ ନିଶ୍ଚେତନା, ଇଏ ଅତିଚେତନାଙ୍କର ଗୋଟେ ସୁପ୍ତି ଅବସ୍ଥା। ସେ ଅତିଚେତନା ସୃଷ୍ଟି କରିବାକୁ ଆସିକରି ଏଠି ପ୍ରଥମେ ନିଶ୍ଚେତନା ଭିତରେ ନିଜେ ଆଗ ରହିଗଲେ ଏବଂ ନିଜେ ଲୁଚି ରହିକରି ତା ଭିତରୁ ସେ ସୃଷ୍ଟି ପ୍ରକ୍ରିୟା ଆରମ୍ଭ କଲେ। ଗ୍ରେଡ ବାଇ ଗ୍ରେଡ ସୃଷ୍ଟି ହେଲା ଏବଂ ନିଶ୍ଚେତନା ଭିତରୁ ସେଇ ଯେ ନିଶ୍ଚେତନା ରହିଲେ, ସିଏ ତ ସେକେଣ୍ଡ କ୍ରିଏସନରେ ସିଏ କଣ ହେଲେ, ସେ ପ୍ରଥମେ ସୁପର ମାଇଣ୍ଡ, ତାପରେ ଓଭର ମାଇଣ୍ଡ, ତାପରେ ବହୁତ ଲେଭେଲ ଅଫ ମାଇଣ୍ଡ ଯାହା ସବୁ ଅଛି, ଏବଂ ଲାଇଫ, ମ୍ୟାଟର, ଏଇଭଳିଆ ଭାବରେ ସୃଷ୍ଟିଟି ହେଲା। ତେଣୁ ସୁପର ମାଇଣ୍ଡ ମଧ୍ୟ ଗୋଟେ ସେନ୍ସରେ ଦେଖିଲେ ଆସିକରି ଏଇ ମାନେ ବହୁତ ନିମ୍ନରେ ପ୍ରଥମରୁ ହିଁ ଅଛନ୍ତି। ଖାଲି ଉପରୁ ମାନେ ତାଙ୍କୁ ନିଶ୍ଚେତନ ଭାବରେ ଅଛନ୍ତି ଆଉ କଣ। ତେଣୁ ଏଇ ଯୋଉ ଗ୍ରେଡେଡ କ୍ରିଏସନଟି ହେଲା, ଏଇଥିରେ ବର୍ତ୍ତମାନ
ସୃଷ୍ଟି ପ୍ରକ୍ରିୟାଟି ଏଭଳିଆ ଭାବରେ ଚାଲିଛି। ତେଣୁ ଏଇଠୁ ଯେହେତୁ ମା କହୁଛନ୍ତି ଯେ ଯୋଉ ଡିସେଣ୍ଟ ଅଫ ଦି ସୁପ୍ରିମ ଇନଟୁ ଦି ଇନକନସିଏଣ୍ଟ ହେଲା, ସେଇଗୁଟାକୁ ମା କହୁଛନ୍ତି ଇଟ୍ ଇଜ ଦି ଫାଷ୍ଟ ଅବତାର। ତେଣୁ ସତ୍ୟବାନ ମେ ବି କନସିଡର୍ଡ ଟୁ ବି ଦିସ୍ ଫାଷ୍ଟ ଅବତାର। ଏଇଟା ଗୋଟେ ବହୁତ ସୁନ୍ଦର କଥା, ମତେ ଯାହା ଭାରି ଆଟ୍ରାକ୍ଟ କଲା। ଏଇଟା ଆନନ୍ଦ ରେଡ୍ଡି ତାଙ୍କର ଗୋଟେ ରିସର୍ଚ୍ଚ ଲେଖିଛନ୍ତି ଏବଂ ସେଥିପାଇଁ ଏଇ କଥାଟିକୁ ଫାଷ୍ଟ ଅବତାର କହିକିରି ଯୋଉ ଲାଇନ ଗୁଡିକ ମୁଁ 703 ରୁ ଏଇନେ ପଢିଲି ତା ସାଙ୍ଗେ ଦେଖନ୍ତୁ କେତେ ମିଶୁଛି। ହି ଇଜ ମାଇ ସୋଲ ଦ୍ୟାଟ୍ ଗ୍ରୋପ୍ସ ଆଉଟ ଅଫ ଦି ବିଷ୍ଟ ଟୁ ରିଚ୍ ହ୍ୟୁମାନିଟିଜ୍ ହାଇଟ୍ସ, ଆଉ ଗୋଟେ ସେଣ୍ଟେନ୍ସରେ, ଏବଂ ଆଉ ଗୋଟେ ଏଥିରେ ହି ଇଜ ଦି ସୋଲ ଅଫ ମ୍ୟାନ କ୍ଲାଇମ୍ବିଂ ଟୁ ଗଡ୍। ତେଣୁ ଯେହେତୁ ସେ ଆସିକିରି ନିଶ୍ଚେତନା ଭିତରେ ପୁରା ରହିଯାଇଛନ୍ତି, ସିଏ ଅବତାର ହେଇକିରି ସତ୍ୟବାନ, ସେ ହେଉଛନ୍ତି ସତ୍ୟବାନ, ସେ ସତ୍ୟକୁ କ୍ୟାରି କରିଛନ୍ତି ଭିତରେ ଏବଂ ସିଏ ବିବର୍ତ୍ତିତ ହେଇ ହେଇ ତାଙ୍କର ଓରିଜିନାଲ ରୂପକୁ ସେ ଆସିବେ। ତେଣୁ ଏଇ ଭାବରେ ଦେଖିଲେ ଆମେ ଏଟାକୁ ଟିକେ ଭଲ ଭାବରେ ବୁଝିବା। ଏବଂ ଆଉ ଗୋଟେ ଦିଗ ଆମେ ଦେଖିବା, ମହାଭାରତର ଷ୍ଟୋରି ଅନୁସାରେ ଆମେ ଯୋଉ ଆଖ୍ୟାୟିକାଟିକୁ ଜାଣିଛେ ସେଥିରେ ବ୍ୟକ୍ତିଗତ ଭାବରେ ସାବିତ୍ରୀ ଜଣେ ଚରିତ୍ର, ସତ୍ୟବାନ ଜଣେ ଚରିତ୍ର ଯିଏକି ତାଙ୍କର ସ୍ୱାମୀ, ଏବଂ ସେଇଠି ସତ୍ୟବାନଙ୍କର ମୃତ୍ୟୁଟି ନିର୍ଦ୍ଧାରିତ ହେଇଛି ଏବଂ ସେଥିରୁ ତାଙ୍କୁ ମୁକ୍ତ କରିବା ପାଇଁକା ସାବିତ୍ରୀଙ୍କର ତପସ୍ୟା ବା ଡିଭାଇନ ମଦର ନିଜେ ସାବିତ୍ରୀ ରୂପରେ ସେ ଜନ୍ମଗ୍ରହଣ କରିଛନ୍ତି। ତାଙ୍କର ପିତା ଅଶ୍ୱପତିଙ୍କର 18 ବର୍ଷ ତପସ୍ୟା ଥିଲା, ଏସବୁ ଆମେ ଜାଣିଛେ। ତ ଯାହାହେଲେ ବି ସେଠି ଗୋଟେ ବ୍ୟକ୍ତିଗତ ଭାବରେ କଥାଟି ଲେଖା ହେଇଛି। କିନ୍ତୁ ଶ୍ରୀ ଅରବିନ୍ଦଙ୍କର ମନ୍ତ୍ରମୟୀ ମହାକାବ୍ୟ ଯୋଉ ସାବିତ୍ରୀ, ସେଥିରେ କଥା କିଛି ଅଲଗା। ସିଏ ଏଠି ସତ୍ୟବାନଙ୍କୁ ବ୍ୟକ୍ତିଗତ କ୍ୟାରେକ୍ଟର ଭାବରେ ନେଉନାହାନ୍ତି। ସେ ଏଠି ଦେଖୁଛନ୍ତି ଯେ ଏଇଟା ଗୋଟେ ଷ୍ଟୋରି ଅଫ କଞ୍ଜୁଗାଲ ଲଭ୍, ଆମେ ଜାଣିଛେ, କଙ୍କରିଂ ଓଭର ଡେଥ୍। ତେଣୁ ଏଇଟାକୁ ସେ ଗୋଟେ ୟୁନିଭର୍ସାଲ ସିମ୍ବଲ କୁ ହାଇଟେନ୍ କରୁଛନ୍ତି। ମାନେ ଏଠି ଗୋଟିଏ ମୃତ୍ୟୁ ସେଠି ସତ୍ୟବାନଙ୍କୁ ମୃତ୍ୟୁର ଜାଲରୁ ରକ୍ଷା କରିବା ପାଇଁ ସାବିତ୍ରୀଙ୍କର ତପସ୍ୟା ଯେମିତି ଥିଲା ମହାଭାରତର ଷ୍ଟୋରି ଅନୁସାରେ, ଏଠି ସାବିତ୍ରୀଙ୍କର ତପସ୍ୟା ସତ୍ୟବାନଙ୍କୁ ମାନେ ୟୁନିଭର୍ସାଲି ସମସ୍ତେ, ସବୁ ଜୀବମାନଙ୍କୁ, ସବୁ ମଣିଷ ମାନଙ୍କୁ, ଜୀବ ଅଫ ଦି ଅର୍ଥ ବୋଲି ଯାହା ମା କହିଲେ, ସମସ୍ତ ମଣିଷ ମାନଙ୍କୁ ମୃତ୍ୟୁର କବଳରୁ ରକ୍ଷା କରିବା ପାଇଁ ଏଠି ସାବିତ୍ରୀଙ୍କର, ଶ୍ରୀ ଅରବିନ୍ଦଙ୍କର ସାବିତ୍ରୀର ବା ଆମର ଦିବ୍ୟ ଜନନୀ ପରମ କରୁଣାମୟୀ ମାଙ୍କର ଏଇଟା ହେଲା ଉଦ୍ଦେଶ୍ୟ। ତେଣୁ ସେ ଯୋଉ କ୍ଲାଇମ୍ବ କରୁଛନ୍ତି ବୋଲି କହୁଛନ୍ତି, ଏଇଠି ହଉଛି ଯେ ସିଏ ଯେହେତୁ ଗୋଟେ ଡିଭାଇନ ସୋଲ ଭାବରେ ତଳକୁ ସେ ଖାଲି ଡିସେଣ୍ଡ କରି ଆସିଛନ୍ତି, ତାଙ୍କ ଭିତରେ ଗୋଟେ ଇମ୍ପେଟସ୍ ଅଛି, ଗୋଟେ ଶକ୍ତି ଅଛି, ଗୋଟେ ମୁଭ କରାଇବାର। ସେଇ ଇମ୍ପେଟସ୍ ଟା ହଉଛି ସେ ଇଭଲ୍ୟୁସନ କୁ ଗୋଟେ ଥର୍ଷ୍ଟ ଦଉଛି। ତେଣୁ ଏଇଭଳିଆ ଭାବରେ ଆମେ ଶ୍ରୀ ଅରବିନ୍ଦଙ୍କର ସାବିତ୍ରୀରେ ସତ୍ୟବାନଙ୍କର ଚରିତ୍ରଟିକୁ ବୁଝିପାରିବା। ତାପରେ ଏହା ପରେ ଆମେ ଦେଖିବା ସତ୍ୟବାନ ଚରିତ୍ରଟିକୁ ପ୍ରକୃତରେ ଓପନଲି ଶ୍ରୀ ଅରବିନ୍ଦ କୋଉଠି ଡିସ୍କସ୍ କରିଛନ୍ତି ସାବିତ୍ରୀରେ। ନିଶ୍ଚିତ ଭାବରେ ଆମେ ଜାଣିଛେ ବୁକ୍ ଅଫ୍ ଲଭ୍, ଯୋଉଟା ଆମର ବୁକ୍ 5, ବୁକ୍ ଅଫ୍ ଲଭ୍, ସେଥିରେ 3ଟି କ୍ୟାଣ୍ଟୋ ଭିତରୁ ପ୍ରଥମ କ୍ୟାଣ୍ଟୋଟି ତ ଡେଷ୍ଟାଇନ୍ ମିଟିଂ ପ୍ଲେସ୍, କୋଉଠି ସେ ଭେଟିଛନ୍ତି ସତ୍ୟବାନଙ୍କୁ, ଏବଂ ଦ୍ୱିତୀୟଟି ହେଉଛି ସତ୍ୟବାନ, ତୃତୀୟ କ୍ୟାଣ୍ଟୋଟି ହେଉଛି ସତ୍ୟବାନ ଆଣ୍ଡ ସାବିତ୍ରୀ। ଏଇ କ୍ୟାଣ୍ଟୋ ଗୁଡିକ ଭିତରେ ସତ୍ୟବାନ କ୍ୟାରେକ୍ଟରର ବହୁତ ବିଶଦ ଚମତ୍କାର ଧାଡି ଗୁଡିକ ଆମେ ସବୁ, ପ୍ରଭୁଙ୍କର ଯୋଉ ଚମତ୍କାର ଭାଷା ସେଥିରେ ଆମେ ପାଏ। ତ ମୁଁ ଭାବୁଛି ସମୟକୁ ଦେଖିକିରି, ଯଦିଓ ସେ 2ଟି ଯାକ କ୍ୟାଣ୍ଟୋରେ ବହୁତ ପ୍ରତିଟି ଧାଡି ହୃଦୟସ୍ପର୍ଶୀ, ପ୍ରତିଟି ଧାଡି ତ ଗୋଟେ ଆନ୍ଦୋଳନ ସୃଷ୍ଟି କରେ, ଆନନ୍ଦ ଦିଏ। ଆମେ ତ ସବୁକୁ ନେଇପାରିବାନି, କିଛି କିଛି ମାନେ କିଛି ପେଜ ମୁଁ ଭାବୁଛି ତାକୁ ରିସାଇଟ୍ କରିବା, ପ୍ରଭୁଙ୍କର ନିଜ ଭାଷାରେ ଆମେ ରିସାଇଟ୍ କରିବା। ଏବଂ ତାପରେ ଏଇଠି ଟିକେ ଗୋଟେ ମାନେ ବ୍ୟକ୍ତିଗତ ଟିକେ ହବ ଯଦିଓ କଥାଟି କହିବି ଯେ ଆମେ ତ ନିକଟରେ କୋଭିଡ-19 କୁ ଭେଟିଛେ। କରୋନା ଯୋଉ ଆସିଲା ସେ ଗୋଟେ ଆମ ମାନଙ୍କ ଭଳି ମାତୃ ସନ୍ତାନ ମାନଙ୍କ ପାଇଁ ଗୋଟେ ମହା କରୁଣାରେ ପରିଣତ ହେଲା ବୋଲି ଆମେ ସମସ୍ତେ ଅନୁଭବ କରିସାରିଲେଣି। ସେଇ ଦିନଠୁ ଆମର କେତେ ଏଇ ଯୋଉ ଅନଲାଇନ ମାଧ୍ୟମରେ ସବୁ ପାଠଚକ୍ର କେତେ ସବୁ ବଢି ଚାଲିଛି, ଆମର ଷ୍ଟଡି ମଧ୍ୟ ବଢି ଚାଲିଛି। ଯେତେ ଯେତେ ଅପା ଭାଇ ମାନେ ତାଙ୍କର ବିସ୍ତୃତ ଭାବରେ ଘରେ ରହିକି ଅଧ୍ୟୟନ କରିଥିଲେ, ତାଙ୍କର ଜ୍ଞାନର ମାନେ ସରହଦଟା ଆମ ପାଖକୁ ଆସିକି ପହଞ୍ଚି ଯାଇ ପାରୁଛି। ଆମେ ସବୁ ତାକୁ ମାନେ ଆଟେଣ୍ଡ କରୁଛେ।
ତ ସେଇଭଳିଆ ଭାବରେ ଯୋଉ ସେଇ ସମୟରେ ମୋର ବି ଗୋଟେ ବ୍ୟକ୍ତିଗତ ଭାବରେ କୃପା ହେଇଥିଲା। କଣ ନା କୁଆଡେ ତ ଘରୁ ଯିବାକୁ ହଉନଥିଲା, ଆମେ ସବୁ ଆବଦ୍ଧ ହେଇକି ଘର ଭିତରେ ଥିଲେ। ସେତେବେଳେ ଗୋଟେ କାହିଁକି ସ୍ପେଶାଲ ଇନ୍ସପିରେସନ ଭିତରୁ ଆସୁଥିଲା ସାବିତ୍ରୀର କିଛି କିଛି ପଂକ୍ତିକୁ ଓଡିଆରେ ଏମିତି ଲେଖିବାକୁ। କିଛି ବି ଉଦ୍ଦେଶ୍ୟ ନୁହଁ, ଟ୍ରାନ୍ସଲେସନ ବୋଲି ମୁଁ ଜମା ଦୁଃସାହସ କରି କହିବିନି, ତାକୁ ଭାବାନୁବାଦ ମଧ୍ୟ କହିବାକୁ ସଂକୁଚିତ ଲାଗୁଛି। ଏମିତି ଗୋଟେ ଫ୍ରି ଭାବରେ ଲେଖୁଥିଲି। ତ ଏବେ ଆପଣ ମାନଙ୍କୁ ଏଇଟାକୁ ସବୁ ବୁଝେଇବାକୁ ତ ବେଳ ହବନି। ମୁଁ ଭାବୁଛି ସେଇ ଓଡିଆ ଜିନିଷଟି ମୋର ହଜି ଯାଇଥିଲା, ବର୍ତ୍ତମାନ କାଲି ହଠାତ୍ ମୋ ହାତରେ ମିଳିଛି। ତ ଏଇ ପ୍ରଭୁଙ୍କ ଲାଇନ ପଢି ପଢି ସବୁ ବାଛିକିରି ପଢି ବି ହବନି, ସବୁତକ ବି ପଢି ହବନି, ଯେତିକି ପାରିବି ମୁଁ ପଢିକିରି ସେଇ ଓଡିଆ ଲାଇନ ଗୁଡିକ ପଢିକିରି କିଛି କିଛିଟା ଟିକେ ଆମେ ତା ଉପରେ ଆଲୋଚନା ରଖିବା। ଆମର 393 ପୃଷ୍ଠାରେ କ୍ୟାଣ୍ଟୋ 2 ସେଟା ଆସିବ। ସେଇଠି ଫେମସ ଦିଟି ଧାଡି, ହିୟର ଫାଷ୍ଟ ସି ମେଟ୍ ଅନ୍ ଦିସ୍ ଅନସର୍ଟନ ଆର୍ଥ ଦ ୱାନ୍ ଫର ହୁମ୍ ହର ହାର୍ଟ ହାଡ କମ୍ ସୋ ଫାର। ଏଠି ସି ସାବିତ୍ରୀଙ୍କ ପାଇଁ ରହିଲା। ଏବଂ ସାବିତ୍ରୀ ସତ୍ୟବାନଙ୍କୁ ଯୋଉଠି ଭେଟୁଛନ୍ତି, ସେଇ ଜଙ୍ଗଲର ଯୋଉ ନିର୍ଦ୍ଦିଷ୍ଟ ଜାଗାରେ ସେ ଭେଟୁଛନ୍ତି, ସେଇଠି ତା ପୂର୍ବରୁ ଚମତ୍କାର ସବୁ ବର୍ଣ୍ଣନା ଦିଆଯାଇଛି ଜଙ୍ଗଲ ପରିବେଶର। ଏବଂ ତାପରେ କହୁଛନ୍ତି ହିୟର ଫାଷ୍ଟ, ଏଇ ଜାଗାରେ ସେ ଏଇ ଅନସର୍ଟନ ପୃଥିବୀର ଏଇ ଜାଗାଟିରେ ସେ ଭେଟୁଛନ୍ତି ମାନେ ସତ୍ୟବାନଙ୍କୁ। ଏବଂ ସିଏ ସତ୍ୟବାନ ହଉଛନ୍ତି ସିଏ ଦ ୱାନ୍ ଫର ହୁମ୍ ହର ହାର୍ଟ ହାଡ କମ୍ ସୋ ଫାର। ସେ ସେଇଠି ତାଙ୍କୁ ଚିହ୍ନି ପାରୁଛନ୍ତି ଯେ ଯାହାଙ୍କ ପାଇଁ ମୋର ହୃଦୟ, ତାଙ୍କର ହୃଦୟ ହର ହାର୍ଟ ହାଡ କମ୍ ସୋ ଫାର, ଏତେ ବାଟ ଏତେ ଜନପଦ ଅତିକ୍ରମ କରି ଆସିଥିଲା। ଏଇ ଜାଗାରେ ମୁଁ ଆପଣମାନଙ୍କୁ ଗୋଟେ କଥା କହିବି ଯେ କେ ଶ୍ରୀନିବାସ ଆୟଙ୍ଗାର ସେଟାକୁ ଲେଖୁଛନ୍ତି ଯେ ମାଙ୍କର ଯୋଉ ପ୍ରଥମ ଦର୍ଶନ ଶ୍ରୀ ଅରବିନ୍ଦଙ୍କୁ, ସେଇଠି ଏଇ ଲାଇନ ଗୁଡିକ ଏତେ ଖାପ ଖାଉଛି ଯେ ମା ଯେତେବେଳେ ତାଙ୍କୁ ଶ୍ରୀ ଅରବିନ୍ଦଙ୍କୁ ଦେଖିଛନ୍ତି, ଆମେ ତ ଜାଣିଛେ ଆଗରୁ ମାଙ୍କର ଶ୍ରୀ ଅରବିନ୍ଦଙ୍କର ସୂକ୍ଷ୍ମ ଦର୍ଶନ ସେ ପାଉଥିଲେ, ମାନେ ରେଗୁଲାର ବେସିସରେ ପୁରା ସେ ତାଙ୍କୁ ଦେଖୁଥିଲେ। ଯୋଉ ଚେହେରାକୁ ସେମାନେ ପୁରା ମନେ ହିଁ ରଖିଥିଲେ, ଏତେ ସ୍ପଷ୍ଟ ଭାବରେ ଦେଖୁଥିଲେ। ଏବଂ ଯେମିତି ଦେଖୁଥିଲେ ସେମିତି ଭାବରେ ଯଦି ଆସିକିରି ପଣ୍ଡିଚେରୀରେ ଯୋଉ 29 ମାର୍ଚ୍ଚ 1914ରେ ପ୍ରଭୁଙ୍କୁ ସେ ଭେଟିଲେ, ଯଦି ଏକ୍ଜାକ୍ଟଲି ସେଇ ଚେହେରା ଦେଖିବେ କଣ ହେଇଥିବ ମାଙ୍କର ଅବସ୍ଥା। ଏବଂ ପୁରା ସେଥିପାଇଁ ସେ ଯାହାଙ୍କ ପାଇଁ ତାଙ୍କ ହୃଦୟ ଏତେ ବାଟ ଧରି ଆସିଥିଲା, ସେଇଠି ସେ ଯେମିତି ସନ୍ତୁଷ୍ଟ ହେଇଗଲେ ଯେ ଏଇ ହଉଛନ୍ତି ସେଇ ଲୋକ ଯାହାଙ୍କ ପାଖରେ ମୁଁ କାମ କରିବି, ତାଙ୍କର ନିଶ୍ଚିତ ହେଇଗଲା। ଏବଂ ତା ପୂର୍ବରୁ ମା ତ ବହୁତ ଆଡେ ତାଙ୍କର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ପାଇଁ କଣ ସେ କାମ କରିବେ ବହୁ ବହୁ ଜାଗାରେ ବୁଲିଥିଲେ। ତାଙ୍କର କଳା ଆର୍ଟ କୁହନ୍ତୁ, ତନ୍ତ୍ର କୁହନ୍ତୁ, ଅକଲ୍ଟିଜିମ୍ ଯୋଉଟା, ଆଫ୍ରିକା ଯାଇକରି ସେଠି ତେଉଙ୍କ ପାଖରେ ଶିକ୍ଷା କରିବା ହଉ, ଆଙ୍କର ଆମର ଟାଗୋରଙ୍କ ସାଙ୍ଗରେ ଦେଖା ହଉ, ବହୁ ବହୁ ଜାଗାରେ ତାଙ୍କର କାର୍ଯ୍ୟ କରିବାର ସବୁ ଥିଲା ଚାନ୍ସ, ଯୋଉଟାକୁ ସେ ତାଙ୍କ ଭିତରୁ ଆସୁନଥିଲା ସେଇ ଜିନିଷଟା ଯେ ଏମାନଙ୍କ ସାଙ୍ଗେ ମୁଁ କାମ କରିବି ସବୁବେଳେ ବୋଲି। ସେ ତେଣୁ ଅପେକ୍ଷାରେ ଥିଲେ ଏବଂ ଏଇ ମୁହୂର୍ତ୍ତରେ ସେ ଶ୍ରୀ ଅରବିନ୍ଦଙ୍କୁ ଚିହ୍ନି ପାରିଥିଲେ ଏବଂ ତାଙ୍କ କାର୍ଯ୍ୟ ହିଁ ଶ୍ରୀ ଅରବିନ୍ଦଙ୍କ ପାଖରେ ଏଇଟା ସେ ଜାଣିପାରିଥିଲେ। ଏଇ ଦି ଧାଡି ଭାରି ଛୁଏଁ। ତାପରେ ଆମେ ଟିକେ ଆଉ ଆଗକୁ ପଳେଇବା। ତାପରେ ବହୁତ ସୁନ୍ଦର ସବୁ ବର୍ଣ୍ଣନା ଦିଆଯାଇଛି। ଏବଂ ସାବିତ୍ରୀ ଯେତେବେଳେ ଦେଖୁଛନ୍ତି ସତ୍ୟବାନଙ୍କୁ, ସେଇଠି ଯୋଉ ଲାଇନଟିରେ ସେ ଅଟକି ଯାଉଛନ୍ତି, ସେ ଲାଇନଟି ହେଲା ଏମିତି, ଦ ଚ୍ୟାରିଅଟ ଷ୍ଟୁଡ୍ ଲାଇକ୍ ଆନ୍ ଆରେଷ୍ଟେଡ୍ ୱିଣ୍ଡ। ଏଇଠି ଦେଖନ୍ତୁ କେମିତି ପ୍ରଭୁଙ୍କର ଭାଷା। ସେ ତ ରଥରେ ଆସିଛନ୍ତି, ତାଙ୍କ ରଥଟା ଅଟକି ଗଲା। କେମିତି ଅଟକି ଗଲା ନା ଗୋଟେ ଆରେଷ୍ଟେଡ୍ ୱିଣ୍ଡ ଭଳିଆ। ଗୋଟେ ପବନକୁ ଯଦି କିଏ ଆରେଷ୍ଟ କରିଦବ, ପବନକୁ ଆରେଷ୍ଟ କରିବା କେତେ ମୁସ୍କିଲ କଥା, କିନ୍ତୁ ପବନକୁ ଗୋଟେ ଆରେଷ୍ଟ କରିଦେଲା ଭଳିଆ, ମାନେ ଏତେ ଶକ୍ତିଶାଳୀ ଏବଂ ଏତେ ସଡନ ଭାବରେ, ଏତେ ସ୍ପଣ୍ଟାନିୟସ ଭାବରେ ତାଙ୍କର ସେଇଠି ରଥ ଅଟକି ଗଲା ଯେ ଏଇ ହିଁ ହଉଛନ୍ତି ମୋର ଚଏସ ର ଲୋକ, ମୋର ଜୀବନ ସାଥୀ ହବା ପାଇଁ ଉପଯୁକ୍ତ ଲୋକ। ଏଇ ଭାବନାରେ ତାଙ୍କ ରଥ ସେଠି ଅଟକି ଯାଇଥିଲା। ତାପରର ଲାଇନ ଗୁଡିକ ମୁଁ ଟିକେ ଲମ୍ବା ଭାବରେ ରିସାଇଟ୍ କରିବି, ତା ସାଙ୍ଗରେ ଓଡିଆ କହିବି ଏବଂ ଟିକେ ଟିକେ ଗୋଟେ ଗୋଟେ ଲାଇନକୁ ଏକ୍ସପ୍ଲେନ କରିବି। ଆଣ୍ଡ ଯେତେବେଳେ ଅଟକି ଗଲା, ତାପରେ କଣ ସେ ଦେଖିଲେ, ଆଣ୍ଡ ସତ୍ୟବାନ looked out from his soul's doors and felt the enchantment of her liquid voice fill this his youth's purple ambience and endured the haunting miracle of a perfect face.
mastered by the honey of a strange flower mouth, drawn to soul spaces opening round a brow, he turned to the vision like a sea to the moon, and suffered a dream of beauty and change, discovered the aureole round a mortal's head, adored a new divinity in things. His self-bound nature thundered as in fire. His life was taken into another's life. The splendid, lonely idols of his brain fell prostrate from their bright sufficiencies as at the touch of a new infinite, to worship a Godhead greater than their own. An unknown imperious force drew him to her. Marveling, he came across the golden sword. Gaze met close gaze and clung in side's embrace. ओडियाटा मुई सबुतकर ओडियाटा एकेबेले पढ़ी दउची समय अभावरु. नील लोहित तारुण्य तांकर दर्शन करी से अपरूप लावण्य, जादू करी मायारे आच्छादित होईगला. अद्भुत पुष्पर मधुर आकर्षणे आकर्षित सत्यवान, जेउ भଳି चंद्रमा पाई आकर्षण समुद्रर. आविष्कार कले ज्योतिर बलय सावित्रीଙ୍କ मुखमंडଳରେ. ଏଇଠି ଅବା ଭାଇମାନେ ଦେଖନ୍ତୁ, ସତ୍ୟବାନ ଯଦି ଆମେ ତାଙ୍କୁ ହ୍ୟୁମାନ ସୋଲ ବୋଲି ନବା, ଯୋଉଟା ଫାଷ୍ଟ ଅବତାର ବୋଲି କହିଲେ ନିଶ୍ଚେତନା ଭିତରକୁ ଆସିଛନ୍ତି, ସତ୍ୟବାନ ବିବର୍ତ୍ତନରେ ଚାଲିଛନ୍ତି, ଯୋଉ ଅର୍ଥ ମା ଆମକୁ ବୁଝେଇଲେ ସେଇ ଭାବରେ ଯଦି ନବା, ସତ୍ୟବାନ ହଉଛନ୍ତି ମଣିଷର ଆତ୍ମା. ସେଇ ଯେତେବେଳେ ସାବିତ୍ରୀଙ୍କୁ ଦେଖୁଛନ୍ତି, ଅର୍ଥାତ ଡିଭାଇନ ମଦରଙ୍କୁ ଦେଖୁଛନ୍ତି, ତାଙ୍କର କେମିତି ହଉଛି, ସେ ଗୋଟେ ଚନ୍ଦ୍ରମା ପାଇଁ ସମୁଦ୍ରର ଆକର୍ଷଣ ଭଳିଆ ସେ ଆକର୍ଷିତ ହଉଛନ୍ତି ସାବିତ୍ରୀଙ୍କ ପାଇଁ, ଏବଂ ଗୋଟେ ବିରାଟ ଜ୍ୟୋତିର ବଳୟ ତାଙ୍କର ସାବିତ୍ରୀଙ୍କ ମୁଖମଣ୍ଡଳରେ ସେ ଦେଖିପାରୁଛନ୍ତି. ମାନବାତ୍ମା ଦିବ୍ୟ ଜନନୀଙ୍କୁ ଚିହ୍ନି ପାରୁଛି, ନୂତନ ଏକ ଦିବ୍ୟତାକୁ, ଏକ ନ୍ୟୁ ଇନଫିନିଟ ନାଇଁ, to worship a Godhead greater than their own. ମଣିଷ ପାଇଁ ଯୋଉ Godhead ରହିଥିଲା ତାଠାରୁ ଯଥେଷ୍ଟ ଗ୍ରେଟର ଡିଭାଇନ ମଦରଙ୍କୁ ଦେଖିଲେ ବହୁତ ଆହୁରି ଗ୍ରେଟର Godhead ଗୋଟେ ସିଏ ଦେଖିପାରୁଛନ୍ତି ସାବିତ୍ରୀଙ୍କ ଭିତରେ. ଏବଂ ଆତ୍ମକେନ୍ଦ୍ରିତ ପ୍ରକୃତି ତାଙ୍କର ଝାସ ଦେଲା ଅଗ୍ନିରେ. ସେଲ୍ଫ ବାଉଣ୍ଡ ନେଚର ଫଣ୍ଡେଡ୍ ଆଜ୍ ଇନ୍ ଫାୟାର. ମଣିଷ ଆତ୍ମାର ଦିବ୍ୟ ଜନନୀଙ୍କ ପାଖରେ ସମର୍ପଣର କେଡେ ବଡ ମାନେ କଣ କହିବା କାଳଜୟୀ ସେଣ୍ଟେନ୍ସ ଏଟା ଗୋଟେ. ସେଲ୍ଫ ବାଉଣ୍ଡ ମଣିଷଟି ସବୁବେଳେ ସେଲ୍ଫ ବାଉଣ୍ଡ, ତାର ସେଲ୍ଫ ବାଉଣ୍ଡ ନେଚର କିନ୍ତୁ ମାଙ୍କୁ ଦେଖି ଦେଇକିରି ଚିହ୍ନି ଦେଇକିରି ସେ ସେଇ ଅଗ୍ନିରେ ଝାସ ଦେଇ ଦଉଛି, ଅର୍ଥାତ ସମର୍ପଣ କରିଦଉଛି. ଜୀବନ ତାଙ୍କର ଅଧିକୃତ ହେଲା ଅନ୍ୟ ଏକ ଜୀବନ ମଧ୍ୟରେ. ଏଠି କେବଳ ସତ୍ୟବାନଙ୍କର ଜୀବନଟି ସାବିତ୍ରୀଙ୍କ ଜୀବନ ଭିତରେ ଅଧିକୃତ ହେଲା ବୋଲି ଆମେ ବୁଝିବାନି. ଏଠି ଏଣ୍ଟାୟାର ଭାବରେ ସତ୍ୟବାନ ଯାହାଙ୍କୁ ରିପ୍ରେଜେଣ୍ଟ କରୁଛନ୍ତି, ପୁରା ମାନବତ୍ୱକୁ, ପୁରା ମଣିଷ ସମାଜ, ପୁରା ସମସ୍ତ ମଣିଷ ଜାତି ଦିବ୍ୟ ଜନନୀଙ୍କୁ ସମର୍ପିତ ହେଇଗଲା. ତାଙ୍କ ଜୀବନରେ ଯେମିତି ମିଶିଗଲା, ଯେମିତି ଗୋଟିଏ ଚେତନା ଏକତ୍ୱର କଥା ମା ସବୁବେଳେ କହୁଛନ୍ତି. ସେଇ ଜିନିଷଟି ଆମର ଆସିନି ଅଲଗା କଥା, କିନ୍ତୁ ଏଇ ମଣିଷର ନିଶ୍ଚୟ ଦିନେ ଆସିବ. ତାଙ୍କ ମସ୍ତିଷ୍କରେ ଏକାନ୍ତରେ ବସା ବାନ୍ଧି ରହିଥିବା ଚମତ୍କାର ଧାରଣା ଗୁଡିକ ନିଜ ମହାନତା ପରିତ୍ୟାଗ କରି ପଦାନ୍ନତ ହେଲେ ନୂତନ ଏକ ଅସୀମର ସ୍ପର୍ଶ ପାଇ ନିଜଠାରୁ ବୃହତ୍ତର ଦେବତ୍ୱକୁ ସାଦରେ ଗ୍ରହଣ କରିନେଲେ. ଏକ ଅଜ୍ଞାତ ଶକ୍ତି ମହାକର୍ଷଣ, ଶକ୍ତିର ମହାକର୍ଷଣ ସାବିତ୍ରୀଙ୍କ ପାଇଁ ତାଙ୍କୁ ଆକର୍ଷିତ କଲା. ସତ୍ୟବାନଙ୍କୁ ଗୋଟେ ଇମ୍ପେରିୟସ୍ ଫୋର୍ସ, ଗୋଟେ ଅଜ୍ଞାତ ମହାକର୍ଷଣ ଶକ୍ତି ତାଙ୍କୁ ସାବିତ୍ରୀଙ୍କ ପାଇଁ ଆକର୍ଷିତ କରିଦେଲା. ସତ୍ୟବାନଙ୍କୁ ଦୃଷ୍ଟି ହେଲା ନିକଟତର, ରହିଗଲା ସ୍ଥିର ଆଲିଙ୍ଗନେ. gaze met close gaze and clung in side's embrace. ତାପରେ ଇଂଲିଶ ଟା ପଢୁଛି. A visage was there, noble and great and calm, as if encircled by a halo of thought, a span, an arc of meditating light, as though some secret nimbus half was seen. Her inner vision still remembering knew a forehead that wore the crown of all her past, 2 eyes, her constant and eternal stars,
comrade and sovereign eyes that claimed her soul, leads known through many lives, large frames of love. ଏଇ ଯୋଉ ଧାଡି ଗୁଡିକ ଅପାଭାଇ ମାନେ ଶ୍ରୀନିବାସ ଆୟଙ୍ଗର ମଧ୍ୟ ତାଙ୍କୁ ଲେଖୁଛନ୍ତି ଯେ ଶ୍ରୀ ଅରବିନ୍ଦଙ୍କର ମାଙ୍କର ଭେଟ ବେଳର ଏଇ କଥା ଲାଇନ ଗୁଡିକ ସେଇ ମୁହୂର୍ତ୍ତକୁ ହିଁ ବୁଝଉଛି। କ୍ଲିୟରଲି ଲେଖିଛନ୍ତି ଯୋଉ ଏ ଫୋର ହେଡ ଦ୍ୟାଟ୍ ଓଭର ଦ କ୍ରାଉନ ଅଫ ଅଲ୍ ହର ପାଷ୍ଟ, ଟୁ ଆଇଜ ହର କନଷ୍ଟାଣ୍ଟ ଆଣ୍ଡ ଇଟରନାଲ ଷ୍ଟାର୍ସ, କମରେଡ ଆଣ୍ଡ ସଭରେନ୍ ଆଇଜ, ଏଇ ଜିନିଷ ଗୁଡିକ ଓଡିଆଟା କହିଦେଉଛି। ମୁଖମଣ୍ଡଳରେ ତାଙ୍କ ଭରି ରହିଥିଲା ମହାନତା, ବିଶାଳତା ଆଉ ପ୍ରଶାନ୍ତି। ମସ୍ତିଷ୍କକୁ ଘେରି ରହିଥିଲା ଏକ ଆଲୋକିତ ଆଭାମଣ୍ଡଳ। ଧ୍ୟାନସ୍ଥ ଋଷିଙ୍କର ରୂପକଳ୍ପଟିଏ ସାବିତ୍ରୀଙ୍କ ଅନ୍ତର୍ଦୃଷ୍ଟି ସ୍ମରଣ କରୁଥିଲା। ମନେ ହେଲା ସତେ ଅବା ତାଙ୍କ ସମସ୍ତ ଅତୀତର ମୁକୁଟରେ ଶୋଭିତ ସେ କପାଳ। ଦୁଇଟି ନୟନ ତାଙ୍କ ଶାଶ୍ୱତ ଆଉ ସ୍ଥିର ଦୁଇଟି ତାରକା। ଦୁଇଟି ନୟନ ତାଙ୍କ ଶାଶ୍ୱତ ଆଉ ସ୍ଥିର ଦୁଇଟି ତାରକା। ସାଥୀ ଆଉ ସମ୍ରାଟ ସେ ବେନି ନୟନ, କରିବେ ରାଜୁତି ତାଙ୍କ ଆତ୍ମାର ରାଜ୍ୟରେ। ଜନ୍ମ ଜନ୍ମ ଧରି ସେ ନୟନ ରହିଛି ସାଥେ, ବିଶାଳ ପ୍ରତିକୃତି ସେ ନିବିଡ଼ ପ୍ରେମେ। ନିରେଖିଲେ ନିଜ ଭବିଷ୍ୟତ ସାବିତ୍ରୀଙ୍କ ଅନନ୍ୟ ଦୃଷ୍ଟିରେ। ତାପରେ a promise and a presence and a fire, so an embodiment of aeonic dreams, a mystery of the rapture for which all yearns in this world of brief mortality, made in material shape his very own. This golden figure given to his grasp, hid in its breast the key of all his aims, a spell to bring the immortal's bliss on earth, to mate with heaven's truth, our mortal thought, to lift earth hearts nearer the eternal sun. ଏକ ପ୍ରତିଶ୍ରୁତି, ଏକ ଉପସ୍ଥିତି ଏବଂ ଅଗ୍ନି ସମାସ୍ପୃହା ସହସ୍ର ବର୍ଷର ସ୍ୱପ୍ନ ମାନଙ୍କୁ ରୂପ ଦେଲା। ଖେଳିଗଲା ଦିବ୍ୟ ଆନନ୍ଦର ଧାରା, ରହସ୍ୟମୟ ତାର ରୂପ ଆଉ ରସ, ଯାହା ପାଇଁ ସ୍ୱଳ୍ପାୟୁଏ ମରଣଶୀଳ ପୃଥିବୀରେ ସମସ୍ତଙ୍କର ରହିଥାଏ ଯାଚନା। ସେ ଆନନ୍ଦ ମୂର୍ତ୍ତିମନ୍ତ ରୂପ ନେଲା ସତ୍ୟବାନଙ୍କ ହୃଦୟରେ। ଯେତେବେଳେ ସେହି ସୁବର୍ଣ୍ଣ ପ୍ରତିମା ସୂର୍ଯ୍ୟ କନ୍ୟା ସାବିତ୍ରୀ ଧରା ଦେଲେ ସତ୍ୟବାନଙ୍କ ଜୀବନେ। କେତେ ସୁନ୍ଦର କଥା ଦେଖନ୍ତୁ, ସତ୍ୟବାନଙ୍କର ଜୀବନରେ ମଣିଷ ଆମେ କଣ ତାଙ୍କୁ ଦବା, ନିଜକୁ ନିଜେ ମା ଦେଇ ଦଉଛନ୍ତି ସତ୍ୟବାନଙ୍କ ପାଖରେ ନିଜକୁ, ସେ ନିଜେ ଦେଇ ଦଉଛନ୍ତି। ଏକା କଥା, କିନ୍ତୁ ଏଠି ସାବିତ୍ରୀ ସତ୍ୟବାନଙ୍କ ମିଟିଂ ବେଳେ ଏତେ ୟୁନିକ୍ ସେଇ ମୁହୂର୍ତ୍ତ ଯେ ପ୍ରଭୁଙ୍କର ଭାଷା ଯାହା କହୁଛି, ଏଠି ନିଜେ ମା ସତ୍ୟବାନଙ୍କ ପାଖରେ, ମାନେ ଏ ସତ୍ୟବାନ ତ ଆମେ ବୁଝିଲେ କିଏ, ତେଣୁ ମଣିଷ ପାଖରେ ମା ଆସି ପହଞ୍ଚି ଯାଉଛନ୍ତି ସତ୍ୟବାନଙ୍କ ଜୀବନରେ। ତାଙ୍କ ଜୀବନର ସମସ୍ତ ଲକ୍ଷ୍ୟ ମାନଙ୍କର ଚାବିକାଠି ଲୁକାୟିତ ରହିଥିଲା ସାବିତ୍ରୀଙ୍କ ହୃଦକନ୍ଦରରେ। ମଣିଷ ଜୀବନର ସମସ୍ତ ଲୁକାୟିତ ଚାବିକାଠି, ଯେତେ ଯେତେ ସମସ୍ୟା ଆମର ରହିଛି, ଯେତେ ଯେତେ ଦୁଃଖ ଯାତନା ଆମର ରହିଛି, ସବୁର ଚାବିକାଠି ସତରେ ତ ମାଙ୍କ ହୃଦୟରେ। ତେଣୁ ତାଙ୍କର ସାବିତ୍ରୀଙ୍କ ହୃଦକନ୍ଦରରେ ସେ ସବୁ ଚାବି ଥିଲା। ତାହା ଏକ କୁହୁକ, ଏକ ମନ୍ତ୍ର ଶକ୍ତି, କରିବାକୁ ଧରାରେ ପ୍ରତିଷ୍ଠା ଅମରତ୍ୱର ଆନନ୍ଦ। ମୃତ୍ୟୁମୁଖୀ ଚିନ୍ତନକୁ ବାନ୍ଧିବାକୁ ବିବାହ ବନ୍ଧନେ ସରଗର ସତ୍ୟ ସହ ଉଠାଇ ଦେବାକୁ ପାର୍ଥିବ ମଣିଷର ହୃଦୟ ଶାଶ୍ୱତ ସୂର୍ଯ୍ୟ କରିବାକୁ ନିକଟତର ଶାଶ୍ୱତ ସୂର୍ଯ୍ୟଙ୍କ ସମୀପେ। କେତେ ଚମତ୍କାର! ଏଇଟା କଣ ମାନେ ପୁରାପୁରି ଆମର ମାଙ୍କର ଶ୍ରୀ ଅରବିନ୍ଦଙ୍କର ଯୋଗର ସବୁ କଥା ଆମେ ଏଇଠି ପାଇବା। ସୁପ୍ରାମେଣ୍ଟାଲ ଯୋଗର, ଆମର ଇଣ୍ଟିଗ୍ରାଲ ଯୋଗର ଯାହା ସବୁ ଲକ୍ଷ୍ୟ, ଏଇ ଯୋଉ ମୃତ୍ୟୁର ମାନେ ଜଗତ ଅମରତ୍ୱ ପ୍ରାପ୍ତ ହବ, ଏଇ ମୃତ୍ୟୁ କବଳିତ ମଣିଷ ଅମରତ୍ୱ ଲାଭ କରିବ, ସେଇ ଯୋଉ କଥା ଗୁଡିକ ବି ଏଇ ଧାଡିର ଛତ୍ରେ ଛତ୍ରେ ଆମେ ଦେଖିପାରୁଛେ। To lift our hearts nearer the eternal sun. ଆଉ ଆଗକୁ ଯିବା। In these great spirits now incarnate here, ଏଇ ଯୋଉ great spirits ସେମାନେ ହେଲେ ସାବିତ୍ରୀ ଆଉ ସତ୍ୟବାନ, now incarnate here, love brought down power out of eternity to make of life his new undying base. His passion surged
a wave from fathomless deeps. It leapt to earth from far forgotten heights, but kept its nature of infinity. On the dumb bosom of this oblivious globe, although as unknown beings we seem to meet, our lives are not aliens, nor as strangers join, moved to each other by a causeless force. କେତେ ଚମତ୍କାର ଜିନିଷ ଦେଖନ୍ତୁ। ଶାଶ୍ୱତଙ୍କ ରାଇଜର ଶକ୍ତି ନେଇ ଅବତରି ଆସିଅଛି ପ୍ରେମ ମହାନ ଏହି ଆତ୍ମା ଦୁଇ ମଧ୍ୟେ। ସାବିତ୍ରୀ ଓ ସତ୍ୟବାନ ଯାହାଙ୍କର ନାମ, ବଦଳାଇ ଜୀବନର ଭୂମି କରିବାକୁ ପ୍ରତିଷ୍ଠା ଏକ ନୂତନ ଅମର ଭୂମିର। ସବୁବେଳେ ବେଶଟାକୁ ବଦଳାଇବା କଥା ଶ୍ରୀ ଅରବିନ୍ଦ କହି ଆସିଛନ୍ତି, ମା କହିଛନ୍ତି। ସେଇ କଥା ଆମେ ଏଠି ଦେଖୁଛେ। ଯୋଉ ଭୂମିଟା ଅଛି, ଯୋଉ ମରଣଶୀଳ ଭୂମି, ସିଏ ଅମରତ୍ୱର ଅମର ଭୂମିରେ କୁ ବଦଳିଯିବ। ଅପହଞ୍ଚ କେଉଁ ଗଭୀରତାରୁ ଉତ୍ସାହ ଉଦ୍ଦୀପନା ତାଙ୍କର ମାନେ ସତ୍ୟମାନଙ୍କର ଢେଉ ଭାଙ୍ଗୁଥିଲା କାହିଁ କେତେ ଦୂର ବିସ୍ମୃତ ଉଚ୍ଚତାରୁ ଏହା ପୃଥିବୀକୁ ଲମ୍ଫ ଦେଉଥିଲା। ମଣିଷର ଏଇସବୁ ଜିନିଷ ଗୁଡାକ ଯୋଉଗୁଡା ସେ ଭୁଲି ଯାଇଥିଲା ଅଜ୍ଞାନର କବଳରେ ରହିକିରି, କେଉଁ ଅପହଞ୍ଚ ଦୂରତାରୁ ଗଭୀରତାରୁ ଉତ୍ସାହ ଉଦ୍ଦୀପନା ଏଇସବୁ ଗୁଡିକ ସତ୍ୟବାନଙ୍କ ଭିତରେ ବର୍ତ୍ତମାନ ମାଙ୍କୁ ଦେଖି ଦେଇକିରି ଯେମିତି ଢେଉ ଭାଙ୍ଗୁଥିଲା, ଏଇ ପୃଥିବୀକୁ ଲମ୍ଫ ଦେଉଥିଲା ନିଜ ଅସୀମତାକୁ ତାଙ୍କ ସାଙ୍ଗରେ ବହନ କରି। ଏବଂ ସେତେବେଳେ ସେ ନିଜର ଅସୀମତା ଅର୍ଥାତ କଣ, ସତ୍ୟବାନ ତ ଅସୀମ ଜଗତରୁ ଆସିଛନ୍ତି ନା। ଆମେ ଦେଖିଲେ ପ୍ରଥମେ ସେଇ ଯୋଉ ପରମ ଚେତନା ଏଠିକି ଆସିକି ନିଶ୍ଚେତନା ହେଇଛନ୍ତି, ତେଣୁ ତାଙ୍କ ଅସୀମତାକୁ ସେ ସାଙ୍ଗରେ ଧରିକିରି ବର୍ତ୍ତମାନ ଆନନ୍ଦରେ ମାଙ୍କୁ ଦେଖିକିରି ଉତ୍ସାହ ଉଦ୍ଦୀପନାରେ ଭରି ଯାଉଛନ୍ତି। ପ୍ରତି ମୁହୂର୍ତ୍ତରେ ବିସ୍ମରଣ ଘଟୁଥିବା ଏଇ ପୃଥିବୀର ଜଡତା କୋଳରେ, ଏଇ ଯୋଉ ଜଡ ପୃଥିବୀରେ ଆମେ ଅଛେ, ଏଠି ସବୁ କଥା ଆମର ବିସ୍ମରଣ ଘଟୁଛି। ଆମକୁ ଲାଗୁଛି କେମିତି, ଏମିତି ପ୍ରତ୍ୟୟ ହୁଏ ଜନ୍ମ ବା ସମ୍ପର୍କର ଧାରା ଅଟେ ସବୁ ଆକସ୍ମିକ। ଜାଣୁନା ଆମେ ପରସ୍ପରକୁ ପ୍ରକୃତ ଅର୍ଥରେ। ମଣିଷ ଭିତରେ କେତେ ଦୂରତା, କେତେ ସନ୍ଦେହ, କେତେ ଛଳ କପଟ ଆମେ ଚିହ୍ନି ପାରୁନୁ, ଜାଣିପାରୁନୁ। ଯୋଉଟା ପ୍ରଭୁ ଲେଖିଲେ, although as human unknown beings we seem to meet, our lives are not aliens. କିନ୍ତୁ ପ୍ରଭୁ କହୁଛନ୍ତି ଆମର ଜୀବନ aliens ନୁହଁ, ବିଦେଶୀ ନୁହଁ, nor as strangers join। ସେଇ କଥା ଏଠି। ଜନ୍ମ ବା ସମ୍ପର୍କର ଧାରା ଅଟେ ସବୁ ଆକସ୍ମିକ। ଜାଣୁନା ଆମେ ପରସ୍ପରକୁ ପ୍ରକୃତ ଅର୍ଥରେ, ସତେ ବା ବିଦେଶୀ ଆମେ ନିଜ ଭୂମି ପରେ। ଜଣେ ପାଇଁ ଜଣଙ୍କର ଆକର୍ଷଣ ସତେ ବା ଅକାରଣ। move to each other by a causeless force। ତାପରେ ଆଗକୁ ଯିବା, ଇଂଲିଶଟା ପଢିବା। କିନ୍ତୁ the soul can recognize, ଏଇଟା ନୁହେଁ, ଏଇ କଥାଟା ନୁହେଁ। ଯଦିଓ ଜଣା ପଡୁଛି as unknown beings we seem to meet, ଆମେ ସମସ୍ତେ ଯେମିତି ଅଜଣା ପରସ୍ପରକୁ ଏଠି ଖାଲି ଗୋଟେ କ୍ୟାଜୁଆଲି ମିଟ୍ କରିଛୁ ଏଇ ପୃଥିବୀରେ। ଆମ ଭିତରେ କିଛି ଗୋଟେ କଣ ମାନେ ସ୍ନେହ ଶ୍ରଦ୍ଧା ସଙ୍ଗତି ପୂର୍ବ ନିର୍ଦ୍ଧାରିତ କିଛି ଜିନିଷ ନାହିଁ, ଏମିତି ଯଦିଓ ଆମକୁ ଲାଗୁଛି, ପ୍ରଭୁ କହୁଛନ୍ତି ନା, the soul can recognize its answering soul across dividing time and on life's roads. Observed, rapt traveler, turning it recovers familiar splendors in an unknown face, and touched by the warning finger of swift love, it thrills again to an immortal joy, wearing a mortal body for delight. There is a power within that knows beyond our knowings। କେତେ କ୍ଲିୟର ଏଠି ସାବିତ୍ରୀ ଗୋଟେ ଗୋଟେ ଜାଗାରେ କଥା ଗୁଡିକ କେତେ ସ୍ପଷ୍ଟ ପ୍ରଭୁ ଲେଖନ୍ତି। There is a power within that knows beyond our knowings, we are greater than our thoughts, and sometimes earth unveils that vision here। To live, to love are sign of infinite things। immortal line ସେଗୁଡିକ। To live, to love are signs of infinite things. Love is a glory from eternity's spheres. Abased, disfigured, mocked by baser mites, that steal his name, steal, ଚୋରି କରିବା ଅର୍ଥରେ, that steal his name and shape and ecstasy. He is still the Godhead by which all can change। ପ୍ରେମର ସ୍ୱରୂପ ପ୍ରଭୁ କହିଲେ, କେମିତି ଡିବେସ୍ ହେଇଛି, ଡିସଫିଗର ହେଇଛି ଏଠି କହିଲେ। ତାପରେ କିନ୍ତୁ ତଥାପି ସେ ହଉଛି ଗଡ୍ ହେଡ୍, ଯାହା ଦ୍ୱାରା ସବୁ ବଦଳି ଯିବ। ତା ଓଡିଆଟା କହିଦେଉଛି,
ନୁହେଁ କିନ୍ତୁ ସତ୍ୟ ଏହା ମିଥ୍ୟାର ରୂପଟିଏ। ଏ ମାଟିରେ ଆତ୍ମାଟିଏ ଚିହ୍ନି ପାରେ ନିଜର ପ୍ରତି ଆତ୍ମାଙ୍କୁ। soul can recognize its answering soul। ସମୟର ଅଙ୍କା ବଙ୍କା ପଥ ଆଉ ଜୀବନର ରାଜରାସ୍ତା ଗୁଡିକରେ ନିଜକୁ ଆବୃତ କରି ନିଜ ମଧ୍ୟରେ ମଗ୍ନ ହୋଇ ନିଜ ଜୀବନ ଯାତ୍ରାରେ ବୁଲୁଥିବା ବେଳେ ମୁହଁ ଫେରାଇ ପୁନରୁଦ୍ଧାର କରିପାରେ ଅଜଣା ଏକ ମୁହଁରେ ଅତି ଆପଣାର ଚମତ୍କାର ସାଥୀଟିଏ। କ୍ଷିପ୍ର ପ୍ରେମର ସତର୍କ ଅଙ୍ଗୁଳିଟିଏ ସ୍ପର୍ଶ ଦେଇ ଚାଲିଯାଏ ଶିହରଣ ସୃଷ୍ଟି କରି ଏକ ଅମୃତ ପ୍ରେମର। ମାନବର ହୃଦୟରେ ଶକ୍ତି ଏକ ଥାଏ, ସେଇ ପ୍ରେମକୁ ସାକାର କରିବା ପାଇଁ ଧାରଣ କରିଥାଏ ଏକ ମର ଶରୀର, ଯାହା ମନଲବ୍ଧ ଜ୍ଞାନକୁ ଅତିକ୍ରମି ପାରେ। ବୃହତ୍ତର ଅଟଇ ମାନବ ନିଜ ଚିନ୍ତା ଠାରୁ ବେଳେ ବେଳେ ଏ ପୃଥିବୀ କରିଥାଏ ସେ ସତ୍ୟର ଅନାବରଣ। ପ୍ରେମରେ ଜୀବନ ବଞ୍ଚିବା ଅଟେ ଏକ ଅସୀମତାର ଚିହ୍ନ। ଟୁ ଲିଭ୍ ଆଣ୍ଡ ଲଭ୍ ଆର୍ ସାଇନ୍ ଅଫ୍ ଇନଫିନିଟ୍ ଥିଙ୍ଗସ୍। ପ୍ରେମ ଏକ ଗୌରବ ଆସିଥାଏ ଅନନ୍ତଙ୍କ ରାଜ୍ୟରୁ। ପୃଥିବୀର କ୍ଷୁଦ୍ର କ୍ଷୁଦ୍ର ଶକ୍ତି ଦ୍ୱାରା କୁତ୍ସିତ କୁରୂପ ହୋଇଥାଏ, ପାଲଟିଯାଏ ଉପହାସର ପାତ୍ର, ଯାହା ଅସଲ ପ୍ରେମର ନାମ, ରୂପ ଏବଂ ଆନନ୍ଦକୁ ଚୋରି କରି ରଖିଥାଏ। ପ୍ରେମ ଏଠି ଆସିକି ଡିଭେସ୍ ହେଇଯାଇଛି, ସେ ଗୋଟେ ଗ୍ଲୋରି, କିନ୍ତୁ ଏଠି ଆସିକି ସେ ଡିଭେସ୍ ହେଇଯାଇଛି, କିନ୍ତୁ ମାନେ ମିଛରେ ଚୋରି କରି ରଖିଛି। ସେ କହୁଛି ଯେ ହଁ ମୁଁ ହଉଛି ସେଇ ମାନେ ଅସଲରେ ପ୍ରେମଟି ଯାହା, ଏଠି ପ୍ରେମ ଡିଭେସ୍ ହେଇକି ବି ନିଜକୁ ସେଇଆ କହୁଛି, ତା ରୂପ ସେଇଆ ଦେଖଉଛି, ସେଇ ଆନନ୍ଦ ସେଇ ପ୍ରକାର ଆନନ୍ଦ ପ୍ରେମରେ ଅଛି ବୋଲି କହୁଛି, କିନ୍ତୁ ଏସବୁ ନୁହଁ। କିନ୍ତୁ ପ୍ରଭୁ ଲାଷ୍ଟରେ କହୁଛନ୍ତି ତଥାପି ପ୍ରେମ ଅଟେ ଏମିତି ଦେବତା ଯାହା ସ୍ପର୍ଶରେ ସବୁ କିଛି ବଦଳି ପାରେ। ତାପରେ ଇଂଲିଶରେ ଦେଖିବା, ଏ ମିଷ୍ଟ୍ରି ୱେକ୍ସ in our inconscient stuff, a bliss is born that can remake our life. Love dwells in us like an unopened flower, awaiting a rapid moment of the soul, or he roams in his charmed sleep mid thoughts and things. The child God is at play, he seeks himself in many hearts and living forms. He lingers for a sign that he can know, and when it comes, wakes blindly to a voice, a look, a touch, the meaning of a face. His instrument, the dim corporeal mind of celestial insight, now forgetful, grown, he seizes on some sign of outward charm to guide him mid the throng of nature's hints, reads the heavenly truths into earth's semblances, desires the image for the Godhead's sake, divines the immortalities of form, and takes the body for the sculptured soul. ନିଶ୍ଚେତନା ଉପାଦାନେ ଗଢା ମାନବ ଶରୀରେ ରହସ୍ୟ ଏକ ଜାଗି ଉଠେ, ଗୋଟେ ମିଷ୍ଟ୍ରି ଜନ୍ମ ନିଏ ଉଚ୍ଚତମ ଆନନ୍ଦ, ଯାହା ଜୀବନର ନବନିର୍ମାଣ କରିପାରେ। ବାସ କରିଥାଏ ପ୍ରେମ ଆମ ହୃଦୟରେ କଢରୁ ଖୋଲି ନଥିବା ପୁଷ୍ପଟିଏ ଭଳି। ଆତ୍ମାର ଏକ କ୍ଷିପ୍ର ମୁହୂର୍ତ୍ତର ଅପେକ୍ଷାରେ ଥାଏ। ରହିଥାନ୍ତି ଦେବଶିଶୁ କ୍ରୀଡ଼ାରତ, ନିଜକୁ ସେ ଖୋଜୁଥାନ୍ତି କେତେ କେତେ ହୃଦୟ, ମନ ଆଉ ସଜୀବ ଭିତରେ। ଯାହା ତାଙ୍କ ବିଳମ୍ବିତ କରୁଥାନ୍ତି ପାଇବାକୁ, ଯାତ୍ରା ତାଙ୍କ ବିଳମ୍ବିତ କରୁଥାନ୍ତି ପାଇବାକୁ ଗୋଟିଏ ଇସାରା। ମିଳିଗଲେ ସେ ଇସାରା ହୋଇଥାଉ ଯେତେ ନିରର୍ଥକ, ଏକ ଚାହାଣୀ, ଏକ ସ୍ପର୍ଶ ଅବା ପଢି ହେଉଥିବା ମୁହଁଟିଏ। ଅନ୍ଧ ଭଳି ଡେଇଁ ପଡନ୍ତି ସେ, କରନ୍ତି କୋଳାଗ୍ରତ ଦିକ୍ ଦିକ୍ ଜଳୁଥିବା ଭୌତିକ ମନଟି। ଯନ୍ତ୍ରଟିଏ ଯିଏ ଦିବ୍ୟ ଦ୍ରଷ୍ଟାଙ୍କର, ବିସ୍ମୃତ ସେ ମୂଳ ପୂର୍ଣ୍ଣ ଦୃଷ୍ଟି ଠାରୁ ବଢି ଚାଲେ ନିଜ ଭାବେ ମଣିଷ ଭିତରେ। ବାନ୍ଧିବାକୁ ସେ ମନକୁ ପ୍ରେମର ରଶିରେ, ଦେଖାଇବାକୁ ସଠିକ ଚାଲିବାର ପଥ ବ୍ୟବହାର କରିଥାନ୍ତି ସେ କିଛି କିଛି ବାହ୍ୟ ଆନନ୍ଦକୁ। ସରଗର ସତ୍ୟକୁ ପୃଥିବୀର ଛାଞ୍ଚ ଦେଇ ପରିବେଷଣ କରନ୍ତି। କାମନା କରନ୍ତି ସେ ରୂପକଳ୍ପ, ସେ ଦିବ୍ୟ ଚେତନା ପାଇଁ। ରୂପ ହୁଏ ଅମର, ଧାରଣ କରି ଦିବ୍ୟତାକୁ, ଶରୀର ହୁଏ ମୂର୍ତ୍ତ କଳା ଅଦୃଶ୍ୟ ଆତ୍ମାର। ଭାବନା ଦେଖନ୍ତୁ, ପ୍ରତିଟି ଧାଡି କେତେ ସୁନ୍ଦର ଭାବରେ ସେଇ ଅମରତ୍ୱର କଥା, ସେଇ ଦିବ୍ୟ ଆନନ୍ଦର କଥା, ସେଇ ଦିବ୍ୟ ରାଜ୍ୟର କଥା ପ୍ରଭୁ କହୁଛନ୍ତି। ଏଇଠି ଏସବୁ ଜିନିଷ ଗୁଡିକ ଆସୁଛି ଏଇଥିପାଇଁ ଯେ ସତ୍ୟବାନ ହଉଛନ୍ତି ମାନବାତ୍ମା, ଏଣ୍ଟାୟାର ମାନବ ଜାତିର ଆତ୍ମା,
एवं सावित्री होचंती निजे स्वयं दिव्य जननी एवं तापर टिके आगु जिबा love's adoration like a mystic seer through vision looks at the invisible in earth's alphabet finds a godlike sense but the mind only thinks behold the one for whom my life has waited long unfilled behold the sudden sovereign of my days heart feels for heart limb cries for answering limb all strives to enforce the unity all is too far from the divine love seeks his truth and life is blind and the instruments deceive and powers are there that labor to debase still can the vision come the joy श्रीरविंदर अनन्य स्पेशलिटी एथिरे जेते नेगेटिव कथा थिले भी से जो सुंदर भाव रे आशा रखंती पुणी एठी प्रेम विषय रे केते कथा कहि करी से सब कहउछनी स्टिल कैन द विजन कम द जॉय अराइव सेटा को टिके मोडिया कहि दुछि रहस्यवादी द्रष्टा भଳି प्रेम आराधना दृश्य को माध्यम करी अदृश्य रे पाद थापी पारे पृथ्वीर वर्णमाला मध्ये ईश्वर को घ्राण करि पारे मन किंतु भाबु थाए सगर्व रे घोषणा करे देख 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 मोर सम्राटंकु अपूर्ण ये जीवन जहांकर प्रतीक्षारे थिला अपूर्ण ये जीवन जहांकर प्रतीक्षारे थिला आजि से उपनीत मो सम्मुखरे हृदय पाई आकर्षण शरीरर तीव्र आकर्षण प्रेमास्पद शरीरटी पाई एसबुर प्रचेष्टारे स्थापन हुए एकत्व प्रेम खोजु थाए निज सत्य को दिव्य शतांक ठारू रही बहु दूरे ठकी हेउ थाए निज जंत्र मानक द्वारा जंत्र जो हमर मन आ हृदय सब अछंती तांक द्वारा ठकी भी हेउ थाए रही थांती अनेक शक्ति चेष्टा तांक चली थाए करिवा को निम्नगामी दिव्य प्रेमर रूप को तथापि से मनमोहन दृश्य पृथ्वी को आसी पारे से दिव्य आनंद आउटिके सातटा आउट पॉइंट पडिबा पारा रेयर इज द कप fit for love's nectar wine as rare the vessel that can hold God's birth a soul made ready through 1,000 years is the living mold of a supreme descent these knew each other though in forms thus strange although to sight unknown although life mind had altered to hold a new significance these bodies stamped the drift of numberless births and the spirit to the spirit was the same amazed by a joy for which they had waited long the lovers met upon their different paths travelers across the limitless plains of time together drawn from fate-led journeyings in the self-closed solitude of their human past to a sweet, rapturous dream of future joy and the unexpected present of these eyes. By the revealing greatness of a look, form smitten, the spirit's memory woke in sense. दुर्लभ से पात्र रेयर इज द कप ठु हम आरंभ करथिले फिट फॉर लव्स नेक्टर वाइन दुर्लभ से पात्र प्रस्तुत जे धारण करने को प्रेमर अमृत मदिरा जो भली दुर्लभ से शरीर उपमाटी केमती प्रभु दौरान दुर्लभ से शरीर जहाँ मध्य जन्म ने से दिव्य चेतना ये आम श्रीअरविंद छड़ा क्या बुझा भाई माने से शरीर दुर्लभ आम जाचे प्रभुंकर शरीर को आम कृतज्ञतार माँ केमती कहले टू दी हु हैज टू बी इन द मटेरियल एनवेलप ऑफ आवर मास्टर जी आम भौतिक शरीर को धारण कर तुम्हें हूँ सी आते कृतज्ञतार भाषा सब लिखिले माँ तेणु से शरीर अति दुर्लभ जमती शरीर टी दुर्लभ जो दिव्य चेतना जन्म ने सहस्र वर्ष प्रस्तुत हुए आत्माटी आमर प्रभुंकर शरीर माँ शरीर सेमती सहस्र वर्ष प्रस्तुत होनी कि नहले कौन एत माने अभावनीय कार्य माने अचिंतनीय कार्य सब से कर सृष्टि दुई जन जीवन को आम जहाँ देखुचे माने केते वर्ष आउ केते लक्ष वर्ष पृथ्वी विवर्तन रे गले एतिकी बाट जाई थांता जहाँ माँ प्रभु तांकर 50 वर्ष र जीवन साधना भितर मांकर आउ किछि अधिक वर्ष माने हमें जदि बाहर भाव खाली वर्ष गणना करवा से भाव देखिले तांकर साधना से भितर जहाँ कर जाइछन्ति
ତେଣୁ ସେଭଳିଆ ଲେଖୁଛନ୍ତି ପ୍ରଭୁ ସହସ୍ର ବର୍ଷରେ ପ୍ରସ୍ତୁତ ହୁଏ ଆତ୍ମାଟିଏ ଜୀବନ୍ତ ଛାଞ୍ଚରେ ଯେ ଧାରଣ କରିବ ପରମଙ୍କ ଅବତରଣ ଏହି ଧରା ପୃଷ୍ଠେ। ସତ୍ୟବାନ ଆଉ ସାବିତ୍ରୀଙ୍କ ଦିବ୍ୟ ମିଳନ ନୁହେଁ ଆକସ୍ମିକ ବା କାରଣ ରହିତ, ଅଗଣିତ ଜନ୍ମ ଧରି ସାଥୀ ଭାବେ ଯାତ୍ରା ତାଙ୍କ ଥିଲା ଅବ୍ୟାହତ। ଏଇ ଧରା ପରେ ଆଜି ଉପନୀତ ସେହି ଆନନ୍ଦିତ କ୍ଷଣ, ଯେତେବେଳେ ପୁନର୍ବାର ଭେଟ ହେଲା ଦୁଇ ପ୍ରେମୀଙ୍କର। ସେ ଯାତ୍ରା ରହିବ ଅବ୍ୟାହତ ଏକ ନୂତନ ଉନ୍ମାଦନା ନେଇ, ନିୟତି ନିର୍ଦ୍ଧାରିତ ରାସ୍ତାରେ ମାନବୀୟ ଅତୀତର ବିଜନତାରୁ କ୍ଷିପ୍ର ଆନନ୍ଦିତ ଭବିଷ୍ୟତର ସ୍ୱପ୍ନ ଆଡକୁ। ଭାବୁଛି ଅପା ଭାଇ ମାନେ ସବୁ ଜାଣି ହଉଛି, ଲାଇନ ଗୁଡିକ ଏତେ ସେଲ୍ଫ ଏକ୍ସପ୍ଲାନେଟରୀ, ଏତେ ପାୱାରଫୁଲ, ସବୁ ଜାଣି ହଉଛି ସୁନ୍ଦର ଭାବରେ। ତେଣୁ ମା ଶ୍ରୀଙ୍କର ଜନ୍ମ, ଆମେ ତ ଅନ୍ୟାନ୍ୟ ଜାଗାରୁ ସବୁ ପଢିଛେ, ସୋର୍ସ କହିକିରି କହିବାକୁ ତ ଏତେ କଥା ଏଇନେ ବେଳ ନାହିଁ, ଯେହେତୁ ମୁଁ ଲାଇନ ଗୁଡାକୁ ଟିକେ ପଢିଲି ବେଶୀ ବେଶୀ। ତେଣୁ ମା କହିଛନ୍ତି, ଆପଣ ମାନେ ସମସ୍ତେ ପଢିଥିବେ ଯେ ଯୁଗ ଯୁଗ ଧରି ସହସ୍ର ସହସ୍ର ବର୍ଷ ଧରି ଆଗରୁ ଆମେ ଏକାଠି କାମ କରିଛୁ। ମା କୋଉ ଜନ୍ମରେ କଣ ଥିଲେ, ପ୍ରଭୁ କଣ ଥିଲେ, ସେମାନେ କଣ କଣ ସବୁ କାମ କରିଥିଲେ। ଏମିତିକି ତ ମୁଁ ଏମପି ପଣ୍ଡିତଙ୍କର ଗୋଟେ ସୋର୍ସରୁ ପଢିଲି ଯେ ସାବିତ୍ରୀ ସତ୍ୟବାନ, ସେଇ ପୌରାଣିକ ଯୁଗର ଯୋଉ ସାବିତ୍ରୀ ସତ୍ୟବାନ, ସେ କଥା ବି ପଣ୍ଡିତଜୀ ଲେଖିଛନ୍ତି ଯେ ସେମାନେ ବି ମା ଶ୍ରୀ ଅରବିନ୍ଦ ହିଁ ଥିଲେ। ତେଣୁ ଇଏ ଅତ୍ୟନ୍ତ ମାନେ କଣ କହିବା ଯେ ଆତ୍ମାକୁ ଆନନ୍ଦିତ କଲା ଭଳିଆ ଜିନିଷ ଗୁଡିକ। ଲାଷ୍ଟ ଏଇ ଯୋଉ କ୍ୟାଣ୍ଟୋ 2 ଆଉ 4-5 ଧାଡି ଅଛି। The mist was torn that lay between two lives, her heart unveiled and his, to find her turned, attracted, as in heaven star by star they wondered at each other and rejoiced and wove affinity in a silent gaze. A moment passed, that was eternity's ray, an hour began, the matrix of new time. ଦୁଇଟି ଜୀବନ ମଧ୍ୟ ଥିବା କୁଜ୍ଝଟିକା ବିଦୀର୍ଣ୍ଣ ହେଲା। ବିଶ୍ୱର ଯୋଉ ଆମର ବିଶ୍ୱ ଆମର ମାନବୀୟ ସତ୍ତା ଏବଂ ଦିବ୍ୟ ସତ୍ତା, ଦିବ୍ୟ ଜନନୀ, ଏଇଠି ଦୁଇଟି ଜୀବନ ମାନେ ସତ୍ୟବାନ ସାବିତ୍ରୀ ବୋଲି କାବ୍ୟ ଅନୁସାରେ ବୋଲି ଦୁଇଟି ଜୀବନ କୁହାଯାଉଛି। 2 lives, the mist was torn that lay between 2 lives। କିନ୍ତୁ ପ୍ରକୃତରେ ଦେଖିଲେ ସିମ୍ବଲିକ ଭାବରେ ମଣିଷର ପୁରା ବିଶ୍ୱ ମାନବ ସବୁ ମଣିଷର ଯୋଉ ସତ୍ତା ଏବଂ ଦିବ୍ୟ ସତ୍ତା, ତାଙ୍କ ଭିତରେ ଆଉ କୁଜ୍ଝଟିକା ରହିଲାନି, ବିଦୀର୍ଣ୍ଣ ହେଇଗଲା। ସାବିତ୍ରୀଙ୍କ ହୃଦୟର ଦ୍ୱାର ଖୋଲିଗଲା, ମା ତ ନିଜକୁ ଖୋଲିଦେଲେ। ସତ୍ୟବାନ ମୁଗ୍ଧ ହେଲେ, ଦୁହିଁଙ୍କର ଆକର୍ଷଣ ମନେ ହେଲା ଆକାଶରେ ଦୁଇ ତାରକଙ୍କ ଆକର୍ଷଣ ଭଳି। ବିସ୍ମୟର ଦୃଷ୍ଟି ବିନିମୟ ହେଲା, ଗଭୀର ଆନନ୍ଦରେ ଡୁବିଗଲେ ଦୁଇ ଆତ୍ମା। ନୀରବ ଚାହାଣୀରେ ପରସ୍ପର ଆସକ୍ତିରେ ବାନ୍ଧି ହୋଇଗଲେ। ମୁହୂର୍ତ୍ତ ଏକ ବିତିଗଲା, ଥିଲା ଯାହା ପରମଙ୍କ ରଶ୍ମି। A moment passed, that was eternity's ray। ଶୁଭାରମ୍ଭ ହେଲା ଏକ ନୂତନ ଅଧ୍ୟାୟ, an hour began, the matrix of new time। ନୂଆ ଏକ ଛାଞ୍ଚ ନେଇ, ନୂତନ ସମୟର ନୂଆ ଏକ ଛାଞ୍ଚ ନେଇ। ଏଇଠି ଆପଣମାନେ କ୍ୟାଣ୍ଟୋଟି ସରିଛି। ଏଇ ଯୋଉ 5 ଧାଡି ଏବେ ଆମେ ପଢିଲେ ଲାଷ୍ଟରେ ଏଇ କ୍ୟାଣ୍ଟୋ 2 ୟାକୁ ଅତି ସ୍ପଷ୍ଟ ଭାବରେ କେ ଶ୍ରୀନିବାସ ଆୟଙ୍ଗାର ଲେଖୁଛନ୍ତି। ଏଇ ହିଁ ହଉଛି ଧାଡି ଗୁଡିକ କେବଳ ମା ଶ୍ରୀମାନଙ୍କର ସେଇ ମିଟିଂର ବେଳର କଥା, ଯାହାକୁ ପ୍ରଭୁ ଇମର୍ଟାଲାଇଜ କରିଛନ୍ତି ତାଙ୍କ ନିଜ ଲାଙ୍ଗୁଏଜରେ, ନିଜ ଭାଷାରେ, ନିଜ କାବ୍ୟରେ। ତାଙ୍କରି ହିଁ ଦେଖା, ମା ଶ୍ରୀମାନଙ୍କର ହିଁ ଦେଖା। ଆପଣ ମାନେ ଲାଇନ ଭିତରକୁ ଯାଆନ୍ତୁ, ଆପଣଙ୍କୁ ନିଜକୁ ହିଁ 100% କନଭିନ୍ସିଂ ଲାଗିବ ଯେ କେମିତି ଆଟ୍ରାକ୍ଟେଡ ଆଜ୍ ଇନ୍ ହେଭେନ ଷ୍ଟାର ବାଇ ଷ୍ଟାର। ଆମେ ପଢିଛେ ସେଇ ଯୋଉ ମିଟିଂ କଥା ଆମେ ପଢିଛେ, କେମିତି ସେମାନେ ମାଙ୍କର ଅନୁଭବ କଣ ହେଇଥିଲା, ଆଉ ପ୍ରଭୁ କେମିତି ନିଶ୍ଚଳ ଭାବରେ କେତେ ସମୟ ଧରିକିରି ଛିଡା ହେଇଥିଲେ, ସେଇ ସବୁ କଥା ଗୁଡିକ ଆମେ ଜାଣିଛେ। ତେଣୁ କାବ୍ୟର ଏଇ ଭାଷା ଗୁଡିକ ତାକୁ ହିଁ ସିମ୍ବଲାଇଜ କରୁଛି। ଏବଂ ଶ୍ରୀନିବାସ ଆୟଙ୍ଗାର ବି ଲେଖିଛନ୍ତି ଏବଂ ଆରୋଇ ଦେଶପାଣ୍ଡେ ମଧ୍ୟ ତାକୁ ହୁଏତ ଏଇ ସୋର୍ସକୁ ନେଇଥିବେ, ସିଏ ମଧ୍ୟ ଲେଖିଛନ୍ତି। ବହୁତ ଛୁଏଁ ହୃଦୟକୁ ଏଇ ଜିନିଷ ଗୁଡିକ ଯେ ଇଏ ହଉଛି ମା ଓ ପ୍ରଭୁଙ୍କର କାହାଣୀ। ଏଇଠି ଗୋଟିଏ କଥା ଅପଭାଇ ମାନେ ମୁଁ ଟିକେ କ୍ଲିୟର କରିବି। ଆମେ ମାନେ ଜାଣିଛେ ସାବିତ୍ରୀ ମହାକାବ୍ୟଟି ସିମ୍ବଲିକ, ଚରିତ୍ର ମାନେ ସବୁ ସିମ୍ବଲିକ। ତ ଏଇଠି ପ୍ରଭୁ ନିଜେ ଲେଟର୍ସ ଅନ୍ ସାବିତ୍ରୀରେ କହିଛନ୍ତି, କ୍ଲିୟର କରିଛନ୍ତି ଯେ ସତ୍ୟବାନ ଅଶ୍ୱପତିଙ୍କର ଯୋଉ ଚରିତ୍ରଟି, ସେଇଟା ହଉଛି ନିଜେ ଶ୍ରୀ ଅରବିନ୍ଦଙ୍କର ଚରିତ୍ର ବା ଶ୍ରୀ ଅରବିନ୍ଦଙ୍କର ଯୋଗ। ଏବଂ ଅଶ୍ୱପତିଙ୍କର ଯୋଗ ନାଁରେ ଆମର ବୁକ୍ 2ରେ 15ଟି ଯୋଗ କ୍ୟାଣ୍ଟୋ ଅଛି ଏବଂ ପ୍ରଥମ ବୁକ୍ ରେ ବି 3ଟି କ୍ୟାଣ୍ଟୋ 3, 4, 5 ଅଛି ଏବଂ ବୁକ୍ 3ରେ ମଧ୍ୟ 4ଟି ଯାକ କ୍ୟାଣ୍ଟୋ ଅଛି। ସେ ସବୁ କେବଳ ଅଶ୍ୱପତିଙ୍କ ଯୋଗ ଏବଂ ବୁକ୍ 7ରେ ମାଙ୍କର ଯୋଗ
7ଟି କାଣ୍ଟ ଅଛି। ଏ ସବୁ ମିଶେଇଲେ ବୋଧେ 28 ନା 29 ହୁଏ। ଏଇ ସବୁତକ ଯୋଗ ମା ଆଉ ଶ୍ରୀ ଅରବିନ୍ଦଙ୍କର ଯୋଗ। ତ ଅଶ୍ୱପତି ହେଲେ ସେଇ କ୍ୟାରେକ୍ଟର ବୋଲି ଆମେ ଜାଣିଛେ। ଏଠି ଆମେ ଭାବିବା ତେବେ ସତ୍ୟବାନ କେମିତି, ଆମେ ଶ୍ରୀ ଅରବିନ୍ଦଙ୍କୁ କାହିଁକି ସତ୍ୟବାନଙ୍କର ଚରିତ୍ରରେ ଏଠି ବୁଝୁଛେ? ଆମେ ଯୋଉ ମାନବୀୟ ଧାରା, ଆମର ଯୋଉ ଫାଇନାଇଟ ଲଜିକ, ଏଇଟା ଏଠି କାମ କରିବନି ଅପଭୟ ମାନେ। ଆମର ଯେମିତି ଇନଫାନାଇଟ ଲଜିକ କଥା ପ୍ରଭୁ ଲାଇଫ ଡିଭାଇନରେ ଲେଖୁଛନ୍ତି, ଏଇ ସବୁ ଜିନିଷ ଚେତନାର ଯୋଉ ଊର୍ଦ୍ଧ୍ୱତମ ସ୍ତରରୁ ଆସିଛି, ସେଠି ଆମର ଏଇ ମାନବୀୟ ଯୁକ୍ତି କାମ କରିବନି। ଇଏ ମାନେ ଲେଭେଲ ପରେ ଲେଭେଲ, ଏଇ ଯୋଉ ସତ୍ୟ, ଏଇ ଉପରେ ଗୋଟେ ପ୍ରଶ୍ନ ମଧ୍ୟ ସାଧକ ଜଣେ ମାଙ୍କୁ ପଚାରିଥିଲେ ଯେ ମା, ଆପଣ ତ ଦିବ୍ୟ ଜନନୀ, ଆଉ ଆମେ ଜାଣିଲୁ ପ୍ରଭୁ ସାବିତ୍ରୀ ମହାକାବ୍ୟରେ ଯୋଉ ଲେଖିଛନ୍ତି ସାବିତ୍ରୀଙ୍କ ଚରିତ୍ର ସେଇଟା ଆପଣ, ବଟ୍ ହୁ ଇଜ ସତ୍ୟବାନ? ତାଙ୍କୁ ସତରେ ବଡ କ୍ୟୁରିୟସ୍ ହେଇକିରି ସେ ପଚାରିଲେ, ହୁ ଇଜ ସତ୍ୟବାନ, ସତ୍ୟବାନ ଚରିତ୍ରଟି କିଏ? ମା କିଛି ରହିକିରି କହିଥିଲେ, ହ୍ୱାଇ ସୁପ୍ରିମ ଲର୍ଡ ହିମସେଲ୍ଫ। ତେଣୁ ମା ବି ଉତ୍ତର ନିଜେ ଦେଇଛନ୍ତି। ତେଣୁ ଆମେ ଯୋଉ ସେଠି ଆମର ପୁରାଣରେ ଯେହେତୁ ସତ୍ୟବାନ ସାବିତ୍ରୀ ଗୋଟେ କଞ୍ଜୁଗାଲ ମାନେ ରିଲେସନଟା ପତି ପତ୍ନୀ ଭାବରେ ହେଇଛନ୍ତି, କାବ୍ୟରେ ବି ପ୍ରଭୁ ସେମିତି ନେଇଛନ୍ତି। କିନ୍ତୁ ନେଲେ ବି ଏଇଟା ଗୋଟେ ଆମ ମଣିଷ ମନର ଗୋଟେ ସୀମିତ ବୁଦ୍ଧି, ସୀମିତ ଅନୁଭବର ଗୋଟେ କ୍ଷୁଦ୍ର ନ କହିଲେ ବି ଗୋଟେ ସୀମିତ ସମ୍ପର୍କ। ସେଇଟା ଯେ ପ୍ରଭୁ ଆଉ ମା ତ ସେଭଳିଆ ସମ୍ପର୍କରେ ନାହାନ୍ତି, କିନ୍ତୁ ୟା ବୋଲି ଯେ ସତ୍ୟବାନ ଚରିତ୍ରଟା ଆମେ ଏତେ ଯୋଉ କଥା ଆମେ ପଢିଲେ କେତେ କନଭିନ୍ସିଂ ହେଇକି ଲାଗୁଛି ଏଇଟା। ତେଣୁ ସତ୍ୟବାନଙ୍କ ଚରିତ୍ର ମଧ୍ୟ ଆମେ ଅଶ୍ୱପତିଙ୍କ ଚରିତ୍ରକୁ ଯେମିତି ବି ନେଇପାରିବା, ସତ୍ୟବାନ ଚରିତ୍ର ମଧ୍ୟ ସେଇଭଳି ଭାବରେ ଆମେ ଶ୍ରୀ ଅରବିନ୍ଦଙ୍କ ପାଇଁ ହିଁ ବୁଝିପାରିବା। ସମୟ ତ ହେଲାଣି, କିନ୍ତୁ ତଥାପି କ୍ୟାଣ୍ଟୋ ସତ୍ୟବାନ ଆଣ୍ଡ ସାବିତ୍ରୀ କ୍ୟାଣ୍ଟୋ 3ରେ ବହୁତ ସୁନ୍ଦର ସୁନ୍ଦର ଲାଇନ ଗୁଡେ ଥିଲା। ଟିକେ ଯେତିକି ମୁଁ ପାରୁଛି କହିଦେବି। ଏଇଟା ପେଜ 401ରୁ କିଛି ଧାଡି କହୁଛି। ଯେତେବେଳେ ମିଟିଂ ତ ହେଇଯାଇଛି, ତାପରେ ସବୁ ଯୋଉ ବାର୍ତ୍ତାଳାପ, ସତ୍ୟବାନ କଣ କହୁଛନ୍ତି? So now my mind could dream and my heart fear that from some wonder couch beyond our air, risen in a wide morning of the gods, thou drovest thy horses from the thunderous worlds. Although to heaven thy beauty, it's ଦେଖନ୍ତୁ କେତେ ଚମତ୍କାର, although to heaven thy beauty seems allied, much rather would my thoughts rejoice to know that mortal sweetness smiles between thy lips, and thy heart can beat beneath a human gaze, and thy aureate bosom quiver with a look, and its tumult answer to an earthborn voice. If our time, immortal lines, if our time vexed affections thou canst feel, earth's ease of simple things can satisfy, if thy glance can dwell content on earthly soil, and this celestial summary of delight, thy golden body dally with fatigue, oppressing with its grace our terrain, while the frail sweet passing taste of earthly food delays thee, and the torrent sleeping wine descend, let thy journey cease, come down to us. ଏତିକିର ଓଡ଼ିଆ କହିଦେଉଛି। ଏବେ କିନ୍ତୁ ମନ ମୋର ଆଶଙ୍କିତ, ହୃଦୟ ଭୟଭୀତ, କିଏ ତୁମେ ଲଳନା ଏ ସୃଷ୍ଟିକୁ ଅତିକ୍ରମ କରି ଅନ୍ୟ ଏକ ବିସ୍ମୟ ରାଜ୍ୟରୁ ଦେବତାଙ୍କ ପ୍ରଶସ୍ତ ସକାଳରେ ନିଜକୁ ଜାଗ୍ରତ କରି ଅଶ୍ଵ ଚଢି ଆସିଅଛ ଆମ ପୃଥିବୀରେ। ଆଶ୍ଚର୍ଯ୍ୟ ହଉଛନ୍ତି ସତ୍ୟବାନ। ଆଉ ତାଙ୍କୁ ମାନେ ଦେଖନ୍ତୁ ମଣିଷର ପ୍ରଶ୍ନ ଦିବ୍ୟଧନୀକୁ ଯେ ତମେ କିଏ, ଏମିତି କୋଉ ଗୋଟେ ଅଲଗା ବିସ୍ମୟ ଜଗତରୁ ତମେ ଆସିଛ, ଆଉ ମତେ ତ ଆଶଙ୍କିତ ଲାଗୁଛି, ଭୟଭୀତ ଲାଗୁଛି, ତମେ କିଏ ସେ ମୁଁ ଜାଣିପାରୁନି। ସ୍ୱର୍ଗର ସମସ୍ତ ସୁଷମା ରାଜି ଏଠି ଦେଖନ୍ତୁ ବିରାଜିତ ତୁମଠାରେ, ମୁଁ ତ ଦେଖିପାରୁଛି ସ୍ୱର୍ଗର ସବୁ ସୁଷମା ତମ ପାଖରେ ଅଛି, ତଥାପି ମୋ ମନ ଆନନ୍ଦରେ ଭରିଯାଏ ଦେଖିପାରି ପାର୍ଥିବ ସୌନ୍ଦର୍ଯ୍ୟର ମାଧୁର୍ଯ୍ୟ, ମିଠା ମିଠା ହସର ଝଲକ ତୁମ ଦୁଇ ଓଷ୍ଠଧାରେ। କିନ୍ତୁ ସାବିତ୍ରୀଙ୍କୁ ସତ୍ୟବାନ କହୁଛନ୍ତି, କିନ୍ତୁ ମୁଁ ତଥାପି ଦେଖିପାରୁଛି ଯେ ଏଇ ଯୋଉ ପାର୍ଥିବ ସୌନ୍ଦର୍ଯ୍ୟ ମଧ୍ୟ ତମ ଭିତରେ ତ ଭରପୁର ହେଇଯାଇଛି। ତମ ହସ କେମିତି, ତମର କେତେ ସୁନ୍ଦର ବର୍ଣ୍ଣନା,
ତୁମ ବକ୍ଷ ମଧ୍ୟ ରହିଛି ତ ମାନବ ହୃଦୟ। ଏଇ ଯୋଉ ଦିବ୍ୟ ମାନବୀ ତମେ ଜଣା ପଡୁଛ, ତା ଭିତରେ କିନ୍ତୁ ମଣିଷର ହୃଦୟଟିଏ ତ ମୁଁ ଦେଖିପାରୁଛି। ସୁମଧୁର କଣ୍ଠସ୍ୱର ତୁମ, ତା ଆଗରୁ ସେମାନେ କଥାବାର୍ତ୍ତା ହେଇଛନ୍ତି ନା, ତେଣୁ ସେ କହୁଛନ୍ତି ସୁମଧୁର କଣ୍ଠସ୍ୱର ତୁମ ସତେଜ ବା ଏଇ ପାର୍ଥିବ ମଣିଷର, ଏଇ ତ ମଣିଷର କଥା। ଯଦି ତୁମେ ଅନୁଭବୀ ପାର, ଏଇଟା ଏକଦମ ଫେମସ ଲାଇନ, ଯେ ଯଦି ତୁମେ ଅନୁଭବୀ ପାର ମା, ଯଦି ତମେ ଅନୁଭବ କରିପାରୁଛ ସୀମିତ ମଣିଷର ହୃଦୟର ଭାବ, ଓ ଆମର ଏଇ ମଣିଷର ହୃଦୟର ଭାବ ଯଦି ତମେ ଅନୁଭବ ତମର ହଉଛି, ତୁମ ଦୃଷ୍ଟି ଯଦି ହେବ ତୃପ୍ତ ନିରେଖିଏ ପୃଥିବୀ ମାଟିକୁ, ଏଇ ପୃଥିବୀର ମାଟିକୁ ଦେଖିକି ତମ ନୟନ ଯଦି ତୃପ୍ତ ହଉଛି, ତମକୁ ଯଦି ଭଲ ଲାଗୁଛି, ତମେ ତ କୋଉ ସ୍ୱର୍ଗ ରାଜ୍ୟରୁ ଆସିଛ, କିନ୍ତୁ ଏଇ ପୃଥିବୀ ମାଟିକୁ ଦେଖିକି ଯଦି ତମକୁ ଭଲ ଲାଗୁଛି, ତମ ନୟନ ତୃପ୍ତ ହଉଛି, ଏଠାକାର ସ୍ୱର୍ଗ ଜିଣା ଆନନ୍ଦ ଯଦି ଆପଣାର ଯଦି ଆଣିପାରେ ତୁମ ପାଇଁ ତୃପ୍ତି। ଦେଖନ୍ତୁ ସତ୍ୟବାନ କହୁଛନ୍ତି ଆପଣ ସ୍ୱର୍ଗରୁ ଆସିଛନ୍ତି ଠିକ ଅଛି, କିନ୍ତୁ ଆମ ପୃଥିବୀର ଯୋଉ ଆନନ୍ଦ ନା, ଏଇଟା ସ୍ୱର୍ଗ ଜିଣା ଆନନ୍ଦ। ଏଇ ଆନନ୍ଦ ଯଦି ତମକୁ ତୃପ୍ତି ଦଉଛି, କ୍ଳାନ୍ତ ଯାତ୍ରା ତୁମ ଶେଷ କର ଏହିଠାରେ। ବହୁତ ତମେ ହାଲିଆ ହେଇଗଲାଣି, ବହୁତ ବାଟ ଆସିକିରି ସେଠି ଆପଣ କ୍ୟାରେକ୍ଟର ସାବିତ୍ରୀ ଭାବରେ ଦେଖନ୍ତୁ, ଆସିଛନ୍ତି ନା ସେ ବହୁତ ଦିନ ଧରିକି ରଥରେ, ତମ ଯାତ୍ରା ଏଇଠି ସାରିଦିଅ, ରଥ ଛାଡି ଅବତରି ଆସ, ଥାପି ଦିଅ ସେପଦ ଯୁଗଳ ଅମର ଏ ଧୂସର ମାଟିରେ। କେତେ ଚମତ୍କାର ଦେଖନ୍ତୁ, ଡିସେଣ୍ଡ ଲେଟ୍ ଦାଇ ଜର୍ଣ୍ଣି ସିଜ୍ କମ୍ ଡାଉନ୍ ଟୁ ଅସ୍। ଏବେ ତମେ ଏଠିକି ଆସ, ଏଇଠି ତମେ ରହ। ବହୁତ କଥା ଅଛି, ଆଉ ଟିକେ ଯଦି ହେଇପାରିବ ଦେଖିବା। ହଁ, ଆଉ ଗୋଟେ ଯୋଡେ ପେଜ ପରେ, ଗ୍ରେଟ୍ ନେଚର କେମ୍ ଟୁ ହର। এটা বেশ সময় ଯିବ। ଛାଡି ଦଉଛି ମୁଁ, ବହୁତ ଗୁଡେ ସୁନ୍ଦର ଜିନିଷ ଅଛି ଏଇଠି ଦେଖିବା। pranked butterflies, the conscious flowers of air, the brilliant long beels in their vivid dress, the peacock scattering on the breeze his moons, painted by memory like a frescoed wall. I carved my vision out of wood and stone. I caught the echoes, ସବୁ ସତ୍ୟବାନ କହୁଛନ୍ତି, of a word supreme and metered the rhythm beats of infinity and listened through music for the eternal voice. I felt covert touch. I heard a call but could not clasp the body of my God or hold between my hands the world mother's feet. ନିବାସ କରିଛି ମୁଁ ଅସୀମ ତା ରାଜପ୍ରସାଦରେ, ଅବାଧରେ ଉପଭୋଗ କରିଛି ମୁଁ ବିଶ୍ୱ ପ୍ରକୃତିର ସ୍ନେହଭରା ସ୍ପର୍ଶ। pranked butterflies ଥିଲା ନା, ହଁ ଏଇଠି ଭୁଲ କହୁଥିଲି, pranked butterflies ରୁ ପଢିଥିଲି ଇଂଲିଶଟା। ଚିତ୍ରିତ ପ୍ରଜାପତି, ସଚେତନ ପୁଷ୍ପରାଜି, ମୟୂରର ନୃତ୍ୟ, ଧୀର ପବନରେ ବିଛାଇ ଦିଏ ଚନ୍ଦ୍ରାଲୋକ, ଏଇ ସବୁ ଚମତ୍କାର ଦୃଶ୍ୟରାଜି କାନ୍ଥରେ ଅଙ୍କିତ ଚିତ୍ର ଭଳି ମୋ ସ୍ମୃତିକୁ ରଙ୍ଗ ଦେଉଥିଲେ। କାଠ ଏବଂ ପ୍ରସ୍ତର ମଧ୍ୟରୁ ଖୋଦନ ମୁଁ କରୁଥିଲି, ଅନେକ ଦୃଶ୍ୟରାଜି ଧରି ପାରୁଥିଲି, ପ୍ରତିଧ୍ୱନି ସେ ପରମ ବାଣୀର ମାପି ପାରୁଥିଲି, ଅସୀମଙ୍କ ଛନ୍ଦମୟ ଗତି ଶୁଣୁଥିଲି, ସଙ୍ଗୀତର ମୂର୍ଚ୍ଛନାରେ ଶାଶ୍ୱତଙ୍କ ସ୍ୱର ଅନୁଭବ କରୁଥିଲି, ଏକ ଲୁକ୍କାୟିତ ସ୍ପର୍ଶ। ସେ କହୁଛନ୍ତି ମା, ମୁଁ ତମକୁ ଏବେ ତ ଦେଖିଲି, କିନ୍ତୁ କଣ କଣ ମୁଁ କରୁଥିଲି, କିନ୍ତୁ ମୋର କଣ ହେଇନଥିଲା ମଣିଷର। ଶୁଣୁଥିଲି ତାଙ୍କ ଆବାହନୀ, କିନ୍ତୁ କୋଳାଗ୍ରତ କରି ମୁଁ ପାରିନି ସଶରୀରେ ମୋ ଈଶ୍ୱରଙ୍କୁ, ଅବା ସ୍ପର୍ଶ କରି ପାରିନାହିଁ ମୋ ହସ୍ତରେ ପୃଥିବୀ ମାତାଙ୍କ ପଦ ଯୁଗଳକୁ, but couldn't clasp the body of my God or hold between my hands the world mother's feet. ଆଉ ଟିକେ ଦେଖିବା। ଏଇଠୁ ହେଇପାରେ। I sat with the forest edges in their trance, there poured awaking streams of diamond light. I glimpsed the presence of the one in all, but still there lagged the last transcendent power, and matter still slept
empty of its Lord. The spirit was saved, the body lost and mute, lived still with death and ancient ignorance. The inconscient was its base, the void its fate. But thou hast come, and all will surely change. You would have the punchline. But thou hast come, ma tame to ebe asi jaicho, and all will surely change. Sabu kichi rupantara heijibo. I shall feel the world mother in thy golden limbs, and hear her wisdom in thy sacred voice. The child of the void shall be reborn again. My matter shall evade the inconscient trance. My body, like my spirit, shall be free. It shall escape from death and ignorance. ନିଶ୍ଚିତ ଭାବରେ ଆପଣମାନେ ବୁଝିପାରୁଛନ୍ତି। ମୁଁ ଟିକେ ବଢିଆଟା ଦେଖିଦେଉଛି। ନିଜ ମଧ୍ୟ ଗୁପ୍ତରେ ବାସ କରୁଥିବା ନାଇଁ ପଦ ଯୁଗଳକୁ ନିଜ ମଧ୍ୟ ଗୁପ୍ତରେ ବାସ କରୁଥିବା ଶାଶ୍ୱତ ସତ୍ତା ରହିଥାନ୍ତି ସଦା ଅଦୃଶ୍ୟ ଅପହଞ୍ଚ। କରିଛି ମୁଁ ବାର୍ତ୍ତାଳାପ ପ୍ରକୃତି ସହିତ, ଆମୋଦିତ ହୋଇଛି ମୁଁ ସ୍ଥିର ତାରକାମାନଙ୍କ ସହ। ଅଜ୍ଞାନ ଅନ୍ଧକାର ରାତ୍ରି ମଧ୍ୟ ଦେଖିଛି ମୁଁ ଈଶ୍ୱରଙ୍କ ଜାଗ୍ରତ ପ୍ରହରୀ ଭାବେ ପ୍ରଜ୍ୱଳିତ ଅଗ୍ନିଙ୍କୁ। ତାଙ୍କ ମୁଖମଣ୍ଡଳରେ ପଡୁଥିବା ଶାଶ୍ୱତ ସୂର୍ଯ୍ୟଙ୍କର ଯୁଗାନ୍ତକାରୀ ଜ୍ୟୋତିଶିଖାକୁ। ବସିଛି ମୁଁ ଅତି ସଚେତନ ଯୋଗ ନିଦ୍ରାରେ ବସିଥିବା ଋଷିଗଣଙ୍କ ସହିତ। ଝରି ପଡୁଥାଏ ଯହିଁ ହୀରକ ଆଲୋକର ଝରଣା। ଦେଖିଛି ମୁଁ ଏକ ହିଁ ଅସ୍ତିତ୍ୱ ବିରାଜିତ ସବୁରି ମଧ୍ୟରେ। ତଥାପି ଲାଭ କରିନି ମୁଁ ସେ ସର୍ବୋଚ୍ଚ ଶକ୍ତିଙ୍କୁ। ତଥାପି ସୁପ୍ତ ସେ ଜଡ ନ କରି ଧାରଣ ତାର ପରମ ପ୍ରଭୁଙ୍କୁ। ଦେଖନ୍ତୁ କେତେ ଚମତ୍କାର ବର୍ଣ୍ଣନା। ଏତେ ଏତେ କଥା ସବୁ ମୁଁ କରିଛି ଯେ ସତ୍ୟବାନ ମାନବାତ୍ମା କହୁଛନ୍ତି ଦିବ୍ୟଜନନୀକୁ, କିନ୍ତୁ ତଥାପି ମୁଁ ସେଇ ଯୋଉ ଏକ ହିଁ ଅସ୍ତିତ୍ୱ ସବୁ ମଧ୍ୟରେ ବି ଦେଖିଛି। ତଥାପି ମୁଁ ସେଇ ସର୍ବୋଚ୍ଚ ଶକ୍ତିଙ୍କୁ ମୁଁ ଲାଭ କରିପାରିନି। ସୁପ୍ତ ଜଡ ମଧ୍ୟରେ ସେ ପରମ ପ୍ରଭୁଙ୍କୁ ମୁଁ ଧାରଣ କରିପାରିନି। ତଥାପି ବଞ୍ଚିଛି ସେ ମୃତ୍ୟୁ ଆଉ ପ୍ରାଚୀନ ଅଜ୍ଞାନତା ମଧ୍ୟରେ। ନିଶ୍ଚେତନା ଅଟେ ଯାର ମୂଳ, ଭାଗ୍ୟ ଯାର ଶୂନ୍ୟ। କିନ୍ତୁ ସବୁକିଛି ବଦଳିଯିବ, ଅଲ୍ ୱିଲ୍ ଚେଞ୍ଜ, ଅଲ୍ ୱିଲ୍ ସିଓରଲି ଚେଞ୍ଜ। କିନ୍ତୁ ସବୁକିଛି ବଦଳିଯିବ ଯଦି ହୋଇଛି ତବ ଆଗମନ ଏଇ ଜଡର ଭୂମିରେ। ତୁମ ସ୍ୱର୍ଣ୍ଣାଭ ଶରୀରରେ ଅନୁଭବ କରିବି ମୁଁ ପୃଥିବୀ ମାତାଙ୍କୁ। ତାଙ୍କ ପ୍ରଜ୍ଞାର ବାଣୀ ମୁଁ ଶୁଣିବି ତୁମ ପବିତ୍ର କଣ୍ଠସ୍ୱରେ। ଶୂନ୍ୟତାର ଶିଶୁ ନବଜନ୍ମ ନେବ ଈଶ୍ୱରଙ୍କ ମଧ୍ୟରେ। ଜଡ ଭୁଲିଯିବ ନିଶ୍ଚେତନାର ଗଭୀର ନିଦ୍ରା। ଆତ୍ମା ସମ ଶରୀର ହେବ ବନ୍ଧନ ମୁକ୍ତ। ଅତିକ୍ରମ କରିଯିବ ମୃତ୍ୟୁ ଆଉ ଅଜ୍ଞାନତାକୁ। ଆଉ ୟାକୁ ମୁଁ କିଛି ବୁଝେଇବିନି, ସମସ୍ତେ ବୁଝିପାରୁଛନ୍ତି ସୁନ୍ଦର ଭାବରେ। ମତେ ପ୍ରତୀୟମାନ ହଉଛି, ସମୟ ବି ହେଇଗଲାଣି। ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ ଜଣେଇବି ଏବଂ ସର୍ବାଗ୍ରେ ଦିବ୍ୟଜନନୀଙ୍କୁ ଏବଂ ପରମ ପ୍ରଭୁଙ୍କୁ ଅଜସ୍ର କୃତଜ୍ଞତାର ପ୍ରଣାମ ଜଣାଇବି ଯେ ଏଇଭଳି ଆମ ଭଳି କ୍ଷୁଦ୍ର ମଣିଷ ମାନଙ୍କୁ ଏଥିପାଇଁ ସେ ଟିକେ ଟିକେ ଯୋଗ୍ୟ କରିଛନ୍ତି। ଆଉ ସମସ୍ତଙ୍କୁ ପୁଣି ଥରେ ଧନ୍ୟବାଦ। ଏଇଠି ରହୁଛି। ନମସ୍କାର। ବନ୍ଦେ ମାତରମ୍।